ମାନେ ମାଥ୍ୟୁ ତାର 2 ଅଧ୍ୟାୟ ଦେଖୁଛୁ। 2 ଅଧ୍ୟାୟ ଆମଙ୍କର ରାଜାଙ୍କର ଆରମ୍ଭ ଗୋଟେ ଆଳୟରେ ହେଇନାହିଁ, ମାନେ ରାଜପ୍ରସାଦ ରେ ହେଇନାହିଁ, କିନ୍ତୁ ଆମେ ଯଦି ଦେଖୁ ତାର 2 ଅଧ୍ୟାୟ 6 ପଦରେ ଲେଖା ଯାଉଛି, ଆଉ ଜିହୁଦାଙ୍କ ପ୍ରଦେଶର ବେଥଲିହିମ୍, ତୁ ଜିହୁଦାର ପ୍ରଧାନ ନଗର ସମୂହ ମଧ୍ୟରେ କୌଣସି ପ୍ରକାର କ୍ଷୁଦ୍ରତମ ନହୁଁ। ତ ବେଥଲିହିମ୍ ସେ ଜନ୍ମ ହେଲେ। ଆଉ ବେଥଲିହିମ୍ ଗୋଟେ ବଡ ନଗର ନୁହେଁ, ବେଥଲିହିମ୍ ନଗର କିନ୍ତୁ ବଡ ନଗର ନୁହେଁ, ଜେରୁସାଲେମ ଅପେକ୍ଷା ବହୁତ ସାନ ସେଇଟା। ତଥାପି ଏଇଠି ଭାବବାଦୀ କଣ ଲେଖୁଛନ୍ତି ସେଇଟା ମାନେ ଭଲ। ଗୋ ଜିହୁଦାଙ୍କ ପ୍ରଦେଶର ବେଥଲିହିମ୍, ମାନେ ଜିହୁଦା ପ୍ରଦେଶରେ ଅନେକ ଗାଁ ଅଛି, ସେ ଭିତରେ ବେଥଲିହିମ୍ ଗୋଟେ ଗାଁ। ଲେଖାଯାଉ, ତୁ ଜିହୁଦାର ପ୍ରଧାନ ନଗର ସମୂହ ମଧ୍ୟରେ କୌଣସି ପ୍ରକାର କ୍ଷୁଦ୍ରତମ ନହୁଁ। ତ ଯେତେ ନଗର ଅଛି ସବୁ ନଗର ଅପେକ୍ଷା ଯଦି ବା ସେ କ୍ଷୁଦ୍ର, କିନ୍ତୁ ସେ କ୍ଷୁଦ୍ରତମ ନୁହେଁ। ଏ ବିଷୟ ମାନେ ଦେଖିବା, ମାନେ ପ୍ରଭୁ ବହୁ ପୂର୍ବରୁ এই ଜଗତକୁ ଆସିବା ପାଇଁ ଇଚ୍ଛା କଲେ, ଆଉ ସେ ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନରେ ଆସିବା ପାଇଁ ଇଚ୍ଛା କଲେ, ନିର୍ଦ୍ଦିଷ୍ଟ ନଗରରେ ଆସିବା ପାଇଁ ଇଚ୍ଛା କଲେ, ଯୋଉଟା କି ସମସ୍ତଙ୍କ ଦୃଷ୍ଟିରେ ଉଚ୍ଚ ଆଉ ଉନ୍ନତ ନୁହେଁ। କିନ୍ତୁ ମାନେ ଏଠି ଆମେ ଦେଖୁ ଯେ ସେଇଟା ଗୋଟେ ନଗର ଯୋଉ ଦେଖୁଛୁ ମାନେ, ତାକୁ ଯଦି ଆମେ ଦେଖୁ ତାକୁ ଆଉ ଗୋଟେ ଅନ୍ୟ ନାଁ ଦିଆଯାଉଛି। ଲୁକ ତାର 2:11 ପଦ ଲେଖାଯାଉଛି, ଦାଉଦଙ୍କ ନଗର ହଉଛି ବେଥଲିହିମ୍, ସେଇଠି ଯୀଶୁ ଜନ୍ମ ହେଲେ। ଆଉ ଯୋଉଠି ଯୀଶୁ ଜନ୍ମ ହେଲେ, ଯଦି ବା ସେଇ ନଗର ସମସ୍ତଙ୍କ ଦୃଷ୍ଟିରେ କ୍ଷୁଦ୍ର ବା ସାମାନ୍ୟ, କିନ୍ତୁ ଯୀଶୁ ଜନ୍ମ ହେବାରୁ ବେଥଲିହିମ୍ ର ଚାହିଦା ମୂଲ୍ୟ ବଢିଗଲା। ଯୋଉଠି ଯୀଶୁ ପାଦ ଦିଅନ୍ତି, ଯୋଉଠି ଯୀଶୁ ଭୂମିଷ୍ଠ ହେଲେ, ସେଇ ବେଥଲିହିମ୍ କଣ ହେଲା, ସବୁଠାରୁ ଉନ୍ନତ ହେଲା। ଆଉ ଆମମାନେ ସେଠି ଦେଖୁ, କାରଣ ଯେ ଆମର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ, ଏପରି ଜଣେ ଶାସନକର୍ତ୍ତା ତ ଠାରୁ ଉତ୍ପନ୍ନ ହେବେ। ସମସ୍ତେ ଅପେକ୍ଷା କରିଥିଲେ ଜେରୁସାଲେମରେ ହେବେ, ବଡ ବଡ ନଗରରେ ହେବେ, କଫରନାହମରେ ହେବେ, କିନ୍ତୁ ଯୀଶୁ ଲେଖାଯାଉଛି ଯେ ଗୋଟେ ଶାସନକର୍ତ୍ତା ଭାବରେ ସେଠି ଆସିବେ। ଯୋଉଠି ଯୀଶୁ ଆସୁଛନ୍ତି ସେ ଗାଁ ଗୋଟେ କ୍ଷୁଦ୍ରତମ ହେଲେ ବି ଯୀଶୁଙ୍କ ଆସିବା ହେତୁରୁ ସେ ଗାଁର ମୂଲ୍ୟଟା ବଢି ଯାଉଛି। ଠିକ ସେମିତି ମୋ ଜୀବନରେ ଯେତେବେଳେ ଯୀଶୁ ଖ୍ରୀଷ୍ଟ ଆସନ୍ତି, ମୋର ମୂଲ୍ୟଟା ବଢିଯାଏ। ମୋ ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ ହେଇଯାଏ। ସମସ୍ତଙ୍କ ଦୃଷ୍ଟିରେ ଭିନ୍ନ, କିନ୍ତୁ ଈଶ୍ୱରଙ୍କ ଦୃଷ୍ଟିରେ ମୋର ମାନ, ମୋର ମର୍ଯ୍ୟାଦା, ମୋର ଗୌରବଟା ଆହୁରି ଉନ୍ନତ ହେଇଯାଏ। ତେଣୁ ଯୀଶୁ ଖ୍ରୀଷ୍ଟ ଯୋଉଠି ଭୂମିଷ୍ଠ ହେଲେ, ବାବାଜୀ ପୂର୍ବରୁ କହିଛନ୍ତି, ସେଇଟା ଆମେ ଆଜି ଦେଖୁଛୁ ଯେ ବେଥଲିହିମରେ ଯେତେବେଳେ ଯୀଶୁ ଖ୍ରୀଷ୍ଟ ଲେଖା ହେଲା ଉତ୍ପନ୍ନ ହେଲେ ବୋଲି ଲେଖା ହେଇଛି, ଯୀଶୁ ଖ୍ରୀଷ୍ଟ ଜାତ ହେଲେ, ସେତେବେଳେ ତାର ମାନ, ତାର ସମ୍ମାନ, ତାର ମର୍ଯ୍ୟାଦା, ତାର ଗୌରବ ସବୁଠାରୁ ଭିନ୍ନ ହେଲା। এই ବେଥଲିହିମ୍ ମାନେ ଗୋଟେ ଆଶ୍ଚର୍ଯ୍ୟ ଜାଗା। ଆମେ ଯଦି ଚିନ୍ତା କରୁ, ଆମେ ଦେଖିପାରିବା ଯାହାର କେତେ ମାନେ ଉତ୍କୃଷ୍ଟ, କେତେ ଉନ୍ନତ ଏ ଜାଗାଟା। ତ ବେଥଲିହିମ୍ କହିଲେ ମାନେ ରୋଟିର ଘର, ତାର ଅର୍ଥ ହେଲା ରୋଟିର ଘର। ଭଲ ଭାବେ ମାନେ ସମସ୍ତେ ଚିନ୍ତା କର, ବେଥଲିହିମ୍ କହିଲେ ରୋଟିର ଘର। ଏଇ ଯୋଉ ଘରେ କଣ ମିଳେ, ରୋଟି ମିଳେ। ତ ଯୀଶୁ ଖ୍ରୀଷ୍ଟ ଯେତେବେଳେ ସେଠି ଆସିଲେ, ଗୋଟେ ଜୀବନ୍ତ ରୋଟି ଭାବରେ ସେ ଆସୁଛନ୍ତି। ମାନେ ଯଦି ଅର୍ଥ ଅନୁସାରେ ଆମେ ଦେଖୁ, ଯଦି ଜେରୁସାଲେମ ହଉଛି ଶାନ୍ତିର ନଗରୀ, ତାର ଅର୍ଥ ସେମିତି ବେଥଲିହିମ୍ ର ଅର୍ଥ ହେଲା, ଆମେ ଯାହା ଦେଖୁଛୁ ସେଇଟା ସମ୍ପୂର୍ଣ୍ଣ ଅଲଗା। ବେଥଲିହିମ୍ ହେଲା ରୋଟିର ଗୃହ, ମାନେ ରୋଟିର ଗୋଟେ ଘର। ଆଉ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଆସିଲେ, ଯଦି ବା ସେ ଅଞ୍ଚଳରେ ରୋଟି ମିଳୁଛି, ତଥାପି
ए विशेष रोटी भाव से आसुଛନ୍ତି माने एटा केबे हला देखिबा गोटे आर गोटे पिक्चर गोटे माने चित्र माने देखिबा जोड़ा कि हमन को बुझा पाए विशेष करी सहाय्य करबा समस्त माने देखिबा रुत पुस्तक समस्त खलुआ माने एक तार एक रुत तार एक विचार कर्तृगण विचार करबा काले एक समय देश में दुर्भिक्ष पड़ा तहिरे बेथलीम जिहुदार जने लोक अपना भार्या और दुई पुत्र घेनी मोआब देश में प्रवास करने को गला दुर्भिक्ष कौटी है बेथलीम रे तो बेथलीम रु जने लोक कौन कला निजर स्त्री को पुओ को घेनी कौटी गला हम देखुछु मोआब देश को गला तापरे आमाने पढ़िबा दुई पद से लोकर नाम एलिमेलेक तार भार्जार नाम नयमी पुणी तार दुई पुत्र नाम महलन किलन एमाने बेथलीम जिहुदार एफ्राथिय लोक माने बेथलीम इफ्राता बोले खाइछि तो आमाने देखु बेथलीम कहले रोटी घर रोटीर गृह इफ्राता कहले फलपूर्ण दुईटा जाक बड़ सुंदर ना बेथलीम आउ लिखा जाउछि हम जा देखिलु से एफ्राथियो बोले खाइछि तो रोटीर घर छाड़ी कि से गला आ फलपूर्ण गोटे जगह को छाड़ी करी से गला किए गला दुई पद रे एलिमेलेक जेतले से गला तीन पद लिखा जाउछि ए उतारु नयमेर स्वामी एलिमेलेकर मृत्यु होते से और तार दुई पुत्र अवशिष्ट रहिले प्रथम रे ता स्वामी मरि गला तापरे आमाने देखु चारि पद रे एई पुत्र माने महादेशिया कन्या स्त्री मान मध्य भार्या ग्रहण कले जोटा कि रेस्ट्रिक्शन थिला तो सेठी जिबारु एबे सेठो कन्या मान को से माने ग्रहण कले जनकर भार्यार नाम अर्पा आनर नाम रुत पुणी से माने उनाधिक 10 वर्ष जाय सेठारे बास कले प्रवासी भाबरे गले किंतु 10 वर्ष जाको सेठी बास कले तो देखा जाउछि पांच पद तो महलन अक्लिन दुई जनकर मृत्यु होंदे तापर दुईटा पुर मध्य मृत्यु हो गला तापर हम देखु से स्त्री दुई पुत्र और स्वामी बिना होई रहिला अनंतर से स्त्री अपना पुत्र घेनी मोआब देश प्रस्थान करने को उठिला जेहेतु सदा प्रभु जे अपना लोकंकर तत्वाधान करी आहार दी अछंती एई कथा से स्त्री मोआब देश थाई सुनिला एबे 10 वर्ष पर से सुनुछि जे बेथलीम रे कोन हे जाईछि दुर्भिक्ष हटि जाईछि सुभिक्ष आछि आहार मिलुछि तेनु से कोनला सेठी फेरी आसिला तापरे आमने गोटे पड़ी जिबा देखंतु 7 पद रे एनु अपना वासस्थान छाड़ी से अतार सहित तार दुई पुत्र जिहुदा देश को फेरी जिबा पई पथरे गमन कले एथिरे नयमी अपना दुई पुत्र बधु कहिला तुम माने अपना अपना मातार गृह फेरी जाओ पुणी मृत मानक प्रति ओ आम प्रति तुम माने जे रूप दया करियछ सदा प्रभु तुम प्रति तदरूप दया करंतु तुमे दुई जण अपना अपना स्वामी गृह रे जेपरि आश्रय पाओ सदा प्रभु तुम प्रति एपरि कृपा करंतु अनंतर से चुम्बन कला तरे से माने उच्च स्वर रे रदन कले तो एठी आमने देखि पारिबो कोन देखुचो जे से तार बहु मान को फेरै दउछि तबे हम देखिबा 19 पद रे अर्पा चाली गला रुत ता सहित आसला नयमी सहित 19 पद रे से दुई जण जाऊ जाऊ बेथलीम रे उपस्थित हेले तो एबे से माने बेथलीम को फेरी आछंती बेथलीम हला रोटीर घर अफ्रात होउछि फलपूर्ण स्थान रोटी भी अछि फल भी अछि सेतबे विषय नगर जाक जनपद स्त्री माने कहले ए कि नयमी आसी चिनी गले 10 वर्ष पर मध्य ताकू से माने चिनिले ए हमर नयमी से जाइथिला बे फेरी आसीछि 20 पद तेनु से कहला मते नयमी मधुर बोली न डाक पुणी मारा तिक्त बोली डाक जेतु सर्वशक्तिमान मो प्रति अति तिक्त व्यवहार करिसंती तो मधुर होई करी ता ना हला नयमी हला मधुर किंतु से कहूछि मते मधुर बोली डाक नाही मते मारा बोली डाक एठी माने देखो जे बेथलीम परित्याग करी से मोआब देश को जाउछि तार सब विषय हराउछि माने किछि समय दुर्भिक्ष से परिवार को टळमळ कर देला मोआब गले आ सर्व हरा हेले सब क्लांत हो गले आ ताकर मधुर जीवनटा तिक्त बा पिता हेला
ଏବେ ସେମାନେ ଫେରି ଆସୁଛନ୍ତି। ଏଇଠି ଯେତେବେଳେ ସେ ଫେରି ଆସିଲା ତାର ଜୀବନ ଆହୁରି କଣ ହେଲା, ଆହୁରି ସୁନ୍ଦର ହେଇଗଲା। ମାନେ 4 ଅଧ୍ୟାୟକୁ ଯିବା, ରୁତ୍ ତାର 4 ଅଧ୍ୟାୟ 14। ଏଣୁ ସ୍ତ୍ରୀ ମାନେ ନୋଏମି କହିଲେ, ଧନ୍ୟ ସଦା ପ୍ରଭୁ, ସେ ଆଜି ତୁମକୁ ମୁକ୍ତିକର୍ତ୍ତା ଜ୍ଞାତିହୀନ କରିନାହାନ୍ତି। ଇସ୍ରାଏଲ ବଂଶରେ ଏହି ବାଳକର ନାମ ବିଖ୍ୟାତ ହଉ। ପୁଣି ସେ ତୁମର ପ୍ରାଣ ସଜୀବକାରୀ ଓ ତୁମ ବୃଦ୍ଧାବସ୍ଥାରେ ତୁମ ପ୍ରତିପାଳକ ହବ, ଯେହେତୁ ଯେ ତୁମକୁ ପ୍ରେମ କରେ ଓ 7 ପୁତ୍ର ଠାରୁ ତୁମ ପ୍ରତି ଅଧିକ ଉତ୍ତମ ଯେ ତୁମର ପୁତ୍ରବଧୂ ସେ ତାହାକୁ ପ୍ରସବ କରିଅଛି। ସେତେବେଳେ ନୋଏମି ବାଳକ ଘେନି ଆପଣା କୋଳରେ ରଖିଲା ଓ ତାହାକୁ ପ୍ରତିପାଳନ କଲା। ଏଥିରୁ ତାର ନୋଏମିର ଏକ ପୁତ୍ର ଜନ୍ମ ଅଛି। এই କଥା କହି ପ୍ରତିବାସିନୀ ସ୍ତ୍ରୀ ମାନେ ତାହାର ନାମକରଣ କଲେ। ସେମାନେ ତାହାର ନାମ ଅବେଦ ରଖିଲେ। ସେ ଦାଉଦର ପିତାମହ ଯିସିର ପିତା। ଏଠି ଆମେ ଦେଖୁଛୁ ଯେ ପ୍ରଭୁ ଗୋଟେ ତିକ୍ତ ଜୀବନକୁ ଆଉ ଥରେ ମିଷ୍ଟମୟ କଲେ, ଆଉ ତାଙ୍କୁ ଗୋଟେ ଲାଇନ କୁ ନେଇ ଆସିଲେ। ସେଇଠି ଆମେ ଦେଖୁଛୁ ସେଇ ବଂଶାବଳୀରୁ ଦାଉଦ ଆସିଲେ, ଆଉ ଦାଉଦ ବେଥଲିମକୁ ତିଆରି କଲେ, ଆଉ ଗୋଟେ ନଗର କଲେ, ଆଉ ସେଇ ନଗରରେ ତ୍ରାଣକର୍ତ୍ତା ଆସିଲେ। ତ ବେଥଲିମ ଇଫ୍ରାତା ଆମେ ଦେଖୁ ଏଇ ଜାଗାରୁ ଯଦି ଫେରିଯାଏ ତାର ଜୀବନ କଣ ହେଇଯାଏ, ତିକ୍ତ ହେଇଯାଏ, ପିତା ହେଇଯାଏ। କିନ୍ତୁ ଏଇ ଜାଗାରୁ ଯେତେବେଳେ ଫେରି ଆସେ ଆମେ ଦେଖୁଛୁ ତାଙ୍କର ଜୀବନ ଆହୁରି ସୁନ୍ଦର ହବ, ଆହୁରି ମଧୁରମୟ ହବ। ତ ଆମେ ଯେତେବେଳେ ଦେଖୁଛୁ 15 ପଦରେ, ପୁଣି ସେ ତୁମର ପ୍ରାଣ ସଜୀବକାରୀ, ଯୋଉ ପୁଅ ଜନ୍ମ ହେଲା ନୋଏମିର ପ୍ରାଣକୁ କଣ କଲା, ସଜୀବ କଲା। ଯୋଉ ପ୍ରାଣ ମାନେ ଆମେ କହିବା ଅସୁସ୍ଥ ହେଇ ପଡିଥିଲା, କ୍ଷୀଣ ହେଇ ପଡିଥିଲା, ଦୁର୍ବଳ ହେଇ ପଡିଥିଲା, ସେଟା ସଜୀବ ହେଲା। ତେଣୁ ଯୀଶୁଖ୍ରୀଷ୍ଟ ଯେତେବେଳେ ବେଥଲିମକୁ ପସନ୍ଦ କଲେ, ବା ପିତା ପରମେଶ୍ୱର ଏଇ ସ୍ଥାନରେ ମୋର ପୁତ୍ର ଜନ୍ମଗ୍ରହଣ କରିବେ କହିଲେ, ଯୀଶୁଖ୍ରୀଷ୍ଟ ଯେତେବେଳେ ଆସିଲେ ସେଇ ବେଥଲିମ ନଗର କୌଣସି ପ୍ରକାର ଗୋଟେ ନିକୃଷ୍ଟ ବା ହୀନ ବା ନିଚ ବା କ୍ଷୁଦ୍ର ନୁହେଁ, ଯେହେତୁ ଯୀଶୁଖ୍ରୀଷ୍ଟ ଜନ୍ମ ହେଲେ। ବେଥଲିମ ନାମକୁ ଗୋଟେ ରଟିର ଗୃହ, ଇଫ୍ରାତା ନାମକୁ ଗୋଟେ ଫଳମୟ ଜାଗା, କିନ୍ତୁ ବାସ୍ତବରେ ଯଦି ଆମେ ଦେଖୁ ଯେ ଜନ୍ମ ହେଇଛନ୍ତି ସେ ହେଉଛନ୍ତି ରଟି, ଆଉ ଜନ୍ମ ହେଇଛନ୍ତି ସେ ହେଉଛନ୍ତି ପ୍ରକୃତ ଫଳ, ଯୋଉ ଫଳ ସବୁ ମାନବ ଜାତି ପାଇଁ ମାନେ ସଜୀବକାରୀ, ପ୍ରାଣକୁ କଣ କରେ, ସଜୀବ କରେ। ମାନେ ଆଉ ଥରେ ଦେଖିବା ଆଉ ଗୋଟେ ଅଂଶ, ଆଦି ପୁସ୍ତକ, ସମସ୍ତେ ମୋ ସହିତ ଖୋଲ ଆଦି ପୁସ୍ତକ ତାର 35, ଆଦି ପୁସ୍ତକ ତାର 35 ତାର 16। ଅନନ୍ତର ସେମାନେ ବୈତଲ ଠାରୁ ପ୍ରସ୍ଥାନ କଲେ, ମାତ୍ର ଇଫ୍ରାତାରେ ଉପସ୍ଥିତ ହେବା ପାଇଁ ଅଳ୍ପ ପଥ ଥାଉ ଥାଉ ରାହେଲର ପ୍ରସବ ବେଦନା ହେଲା। ପୁଣି ତାହାର ପ୍ରସବ କରିବାରେ ଅତିଶୟ କଷ୍ଟ ହେଲା। ଆଉ ପ୍ରସବ ତ ଅତିଶୟ ହୁଅନ୍ତି, ଧାତ୍ରୀ ତାହାକୁ କହିଲା, ଭୟ କର ନାହିଁ, ତୁମେ ଏଥର ହିଁ ପୁତ୍ର ପ୍ରସବ କରିବ। ତଥାପି ସେ ମଲା। ପୁଣି ପ୍ରାଣ ତ୍ୟାଗ ସମୟରେ ପୁତ୍ର ନାମ ବିନୋନି, କଷ୍ଟଜାତ୍ର ପୁତ୍ର ରଖିଲା। ମାତ୍ର ତାହାର ପିତା ତାହାର ନାମ ବିନ୍ୟାମିନ, ଦକ୍ଷିଣ ହସ୍ତ ପୁତ୍ର ରଖିଲେ। ଏହି ପ୍ରକାର ରାହେଲ ମୃତ ହୁଅନ୍ତେ ଇଫ୍ରାତା ଅର୍ଥାତ୍ ବେଥଲେମକୁ ଯିବା ପଥ ନିକଟରେ ତାହାର କବର ହେଲା। ତ ଏଇଠି ଆମେ ଚିନ୍ତା କରିବା ଯେ ରାହେଲ କୋଉ ଜାଗାରେ ମରୁଛି। ଆମେ ଦେଖୁଛୁ ଇଫ୍ରାତା ମାନେ ବେଥଲିମ ନିକଟରେ ସେ ମରି ଯାଉଛି। ରାହେଲ ଗୋଟେ ଇଚ୍ଛା କଲା ଯେ ମତେ ଯେମିତି ହେଲେ ମତେ କଣ ଦରକାର, ଗୋଟେ ପୁଅ ଦରକାର। ସେ ବନ୍ଧ୍ୟା ହେଇଯାଇଥିଲା। ଆମେ ଆଦି ପୁସ୍ତକ 30 କୁ ଯିବା, ଆଦି ପୁସ୍ତକ 30 କୁ ଯିବା, ସେଇଠି ଆମେ ଦେଖିବା 1 ପଦରେ, ଆଦି ପୁସ୍ତକ 30 ତାର 1ରେ, ଅନନ୍ତର ଆପଣା ଠାରୁ ଯାକୁବର ପୁତ୍ର ଜନ୍ମ ହେଲା ନାହିଁ। ଏହା ଦେଖି ରାହେଲ ଆପଣା ଭଗ୍ନୀ ପ୍ରତି ଈର୍ଷା କରି ଯାକୁବ କହିଲା, ମତେ ସନ୍ତାନ ଦିଅ, ନହେଲେ ମୁଁ ମରିବି। ଏଇଟା ସେ କହିଲା, ମତେ ଯେମିତି ଗୋଟେ ପୁଅ ଦବୁ। ତା ସ୍ୱାମୀ କହୁଛି, ଯାକୁବକୁ ସେ କହୁଛି, ନହେଲେ ମୁଁ ମରିଯିବି। 2 ତହିଁରେ ରାହେଲ ପ୍ରତି ଯାକୁବ କ୍ରୋଧ ପ୍ରଜ୍ୱଳିତ ହେଲା। ପୁଣି ସେ କହିଲା, ମୁଁ କଣ ପରମେଶ୍ୱରଙ୍କ ପ୍ରତିନିଧି, ସେ ସିନା ତୁମକୁ ଗର୍ଭର ଫଳ ଦେଇନାହାନ୍ତି। ତ ସେ କହିଲା ଯେ ମୁଁ କି ପରମେଶ୍ୱର ଯେ ମୁଁ ତୁମକୁ ଗର୍ଭ ଦେବି, ଫଳ ଦେବି। 3 ସେତେବେଳେ ରାହେଲ କହିଲା, ଏଇ ଦେଖ ମୋର ଦାସୀ ବିଲ୍ହା ଅଛି, ତାର ସହବାସ କର, ସେ ପୁତ୍ର ପ୍ରସବ କରି ମୋ କୋଳରେ ଦେଲେ ତାହା ଯୋଗୁଁ ମୁଁ ମଧ୍ୟ ପୁତ୍ରବତୀ ହେବି। ତ ଏଇଠି ଆମେ ଦେଖୁଛୁ ଯେ ସେଇ ସମୟ ଯୋଉ ପ୍ରଥା ଥିଲା, ଯଦି ପୁଅ ନ ହେବ ତ ଦାସୀକୁ ସେମାନେ ବ୍ୟବହାର କରି ଗୋଟେ ପୁଅ ପାଇବେ, ସେଟା ତାଙ୍କର ଗୋଟେ ଇଚ୍ଛା ହେଲା।
ଏବେ ଆମେ ଦେଖିବା ତାର 22 ପଦ। ଅନନ୍ତର ପରମେଶ୍ୱର ରାହେଲକୁ ସ୍ମରଣ କଲେ ଓ ପରମେଶ୍ୱର ତାହାର ପ୍ରାର୍ଥନା ଶୁଣି ତାହାକୁ ଗର୍ଭଧାରଣ ଶକ୍ତି ଦେଲେ। ତେଣୁ ସେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରି କହିଲା, ପରମେଶ୍ୱର ଏବେ ମୋର ଅପମାନ ଦୂର କଲେ। ଏଣୁ ସେ ତାହାର ନାମ ଯୋସେଫ ବୃଦ୍ଧି ଦେଇ କହିଲା, ସଦାପ୍ରଭୁ ମତେ ଆଉ ଏକ ପୁତ୍ର ଦିଅନ୍ତୁ। ଗୋଟେ ପୁଅ ପାଇଲା ପରେ ତାର ଆହୁରି ଇଚ୍ଛା ହଉଛି ଆଉ ଗୋଟେ ପୁଅ ଯେମିତି ଦେବେ। ତାର ନାଁ ଯୋସେଫର ନାଁ ବୃଦ୍ଧି ଦେଲା, ଯେମିତି ତାପରେ ଆଉ ଗୋଟେ ପୁଅ ତାର ଇଚ୍ଛା ଥିଲା। ତ ଆମେ ଦେଖୁ ଯେ ପରମେଶ୍ୱର କାହିଁକି ରାହେଲକୁ ଦଉନଥିଲେ। ରାହେଲ ଆହୁରି ଇଚ୍ଛା କଲା, ଆହୁରି ପ୍ରାର୍ଥନା କଲା। ତ ଆମେ ଦେଖିଲୁ ଯେ ତାର ପ୍ରାର୍ଥନା ଶୁଣି 22 ପଦରେ ପରମେଶ୍ୱର ମାନେ ତାକୁ ସ୍ମରଣ କଲେ, ତାର ପ୍ରାର୍ଥନା ଶୁଣି ଗୋଟେ ପୁଅ ଦେଲେ ଆଉ ତାର ନା ସେ ଏବେ ଆଉ ଗୋଟେ ପୁଅ ମାଗୁଛି। କିନ୍ତୁ ପ୍ରଭୁ ତାକୁ ଦଉନଥିଲେ, ଏ ବାଧ୍ୟ ହେଇ ମାନେ କଲା। ତ ପ୍ରଭୁ ନ ଦେବା କାରଣ ଆମେ ଦେଖୁଛୁ 35 ଅଧ୍ୟାୟରେ, ଯେତେବେଳେ ସେ ସେକେଣ୍ଡ ମାନେ ଦ୍ୱିତୀୟ ପୁଅକୁ ପ୍ରସବ କରୁଛି, ଜାତ କରୁଛି, ସେଇ ସମୟରେ ସେ ମୃତ୍ୟୁବରଣ କଲା। ମାନେ ବେଥଲିମ୍ ନିକଟରେ ବୈଥେଲ ଲେଖା ହେଇଛି। ବୈଥେଲ ହେଲା ପରମେଶ୍ୱରଙ୍କ ଗୃହ, ବେଥଲିମ୍ ହେଲା ରୋଟିର ଗୃହ, ଆଉ ଇଫ୍ରାତା ହେଉଛି ଫଳମୟ ସ୍ଥାନ। ତ ଏଇ ଯୋଉ ଆମେ ଦେଖୁଛୁ ମାନେ ଯୋଉ କ୍ଲୋଜନେସ୍, ପରମେଶ୍ୱର ଗୃହ, ପରମେଶ୍ୱରଙ୍କର ମାନେ ରୋଟିର ଗୃହ, ତାପରେ ଫଳମୟ ଗୃହ, ଏଇ ଯୋଉ ଜାଗାରେ ଆମେ ଦେଖୁଛୁ କଣ ହଉଛି, ରାହେଲ ମୃତ୍ୟୁବରଣ କରୁଛି। ରାହେଲ ସେଠି ମୃତ୍ୟୁବରଣ କଲା। ଆଉ ସେଠି ଗୋଟେ ପୁଅ ଜନ୍ମ ହେଲା, ତାର ନାଁ ବିନ୍ୟାବିନ୍। ସେ ପ୍ରଥମରେ ନାଁ ଦେଲା କଷ୍ଟଜାତ ପୁତ୍ର ବୋଲି ନାଁ, କିନ୍ତୁ ତାର ନାଁ ପରେ ବଦଳିଗଲା କଣ ଯେ ବେନ୍ୟାମିନ୍। ବେନ୍ୟାମିନ୍ ଅର୍ଥ ହେଲା ଦକ୍ଷିଣ ହସ୍ତ। ତ ଦୁଇଟା ପୁଅ ରହିଲେ, ସେ ମୃତ୍ୟୁବରଣ କଲା। ତ ଏବେ ଆମେ ଦେଖୁଛୁ ଯାକୁ ତାକୁ କବର ଦେଲେ, ଆଉ ସେ ମାନେ ଯାଉଛନ୍ତି ନିଜ ଅଞ୍ଚଳକୁ, ସେ ଯାଉଛନ୍ତି। ଏଇ ଯୋଉ ଆମେ ଦେଖୁ ଯେ ତାର ମାନେ ବଡ ବିଷୟ, ଆମେ ଆଉ ଗୋଟେ ପଦ ପଢିବା। ଆଉ ଗୋଟେ ପଦ ମାନେ ପଢିଲେ ଆଉ ଟିକେ ସ୍ପଷ୍ଟ ହେଇପାରେ। ଆଦି ପୁସ୍ତକ 48 ତାର 7। ଆଦି ପୁସ୍ତକ 48 ତାର 7। ପଦନ ଅରାମ ଠାରୁ କିଣାନ ଦେଶକୁ ମୋର ଆଗମନ କାଳରେ ଇଫ୍ରାତାରେ ପହଞ୍ଚିବା ନିମିତ୍ତ କିଛି ଦୂର ଥାଉ ଥାଉ ରାହେଲ ପଥ ମଧ୍ୟରେ ମୋ ନିକଟରେ ମଲା। ତହିଁରେ ମୁଁ ସେଠାରେ ଇଫ୍ରାତାରେ ଅର୍ଥାତ୍ ବେଥଲେହେମରେ ପଥ ପାର୍ଶ୍ୱରେ ତାକୁ କବର ଦେଲି। ତ ଯେତେବେଳେ ଯୋସେଫ କହିଲା ମୋର ପୁଅ ମାନଙ୍କୁ ଆଶୀର୍ବାଦ କର, ସେଇ ସମୟରେ ସେ ରିମାଇଣ୍ଡ କରୁଛନ୍ତି ଯେ ତୁମର ମା କେମିତି ମରିଗଲେ, ରାସ୍ତାରେ ମରିଗଲେ। ତେଣୁ ଏଇ ଯୋଉ ମାନେ ଅଂଶ ଗୁଡାକ ଦେଖୁ ଯେ ଏଇ ଜାଗା ଛାଡି ନହମି ଗଲା, ତା ଜୀବନ କଣ ହେଇଗଲା, ମାରା ମାନେ ତିକ୍ତ ହେଇଗଲା, ପିତା ହେଇଗଲା। ଆଉ ଏଇ ଜାଗାକୁ ଯେତେବେଳେ ରାହେଲ ଆସୁଛି, ସେ ସେଇଠି ମୃତ୍ୟୁବରଣ କରୁଛି, ଆଉ ସେ ପଥ ପାର୍ଶ୍ୱରେ ସେ ତାକୁ ରଖାଗଲା, ମାନେ କବର ଦିଆଗଲା। ତେଣୁ ଏଇ ଯୋଉ ଘଟଣା ଗୁଡାକ ଆମେ ଦେଖୁ, ଏଥିରେ ଆମେ ଯୋଉ ଚିନ୍ତା ମାନେ ପାଉଛୁ, ଯେମିତି ଆମେ ଆଉ ଗୋଟେ ପଦ ମଧ୍ୟ ପଢି ପାରବା ଯେ ତାର ରୁତ୍ ଦେଖନ୍ତୁ 4 ଅଧ୍ୟାୟ ତାର 11 ପଦ। ତହିଁରେ ନଗର ଦ୍ୱାରବର୍ତ୍ତୀ ସମସ୍ତ ଲୋକ ପ୍ରାଚୀନ ଗଣ କହିଲେ, ଆମମାନେ ସାକ୍ଷୀ ହେଲୁ ସଦାପ୍ରଭୁ ଇସ୍ରାଏଲ ବଂଶର ବୃଦ୍ଧିକାରିଣୀ ରାହେଲ ଓ ଲେୟା ଦୁଇ ସ୍ତ୍ରୀର ତୁଲ୍ୟ ତୁମ ଗୃହକୁ ଆଗତା ଏଇ ସ୍ତ୍ରୀକୁ କରନ୍ତୁ, ଆଉ ତୁମେ ଏଫ୍ରାତାରେ ବିକ୍ରମଶାଳୀ ହୁଅ, ଆଉ ବେଥଲେହେମରେ ତୁମର ଶିକ୍ଷାର୍ଥୀ ହେଉ। ଏଇ ଯୋଉ ଲେଖା ହେଇଛି, ମାନେ ଏବେ ତମେ ଆସିଲ, ଫେରିକରି ଆସିଲ, ଯେତେବେଳେ ତମେ ଏଠି ଆସିଛ, ଦୁଇଟା ଜାଗା ତମର ପାଇଁ କଣ ହବ, ଏଫ୍ରାତା ବିକ୍ରମଶାଳୀ ହବ, ଆଉ ବେଥଲେହେମ ସୁଖ୍ୟାତି ପାଇବ। ତ ତାଙ୍କର ଗୋଟେ ନାତି ଜନ୍ମ ହେଲା, ଆଉ ସେଠୁ କଣ ହେଲା, ସେଇ ଜାଗାଟା ଖ୍ୟାତିଟା ବଢୁଛି। କିନ୍ତୁ ଯେତେବେଳେ ଯୀଶୁଖ୍ରୀଷ୍ଟ ଜନ୍ମ ହେଲେ, ବାସ୍ତବରେ କଣ ହେଲା, ସେଟା ସଫଳ ହେଲା। ତ ଆମେ ଏଇ ଯୋଉ ଆଜି ଦେଖୁଛୁ, ଯଦି ସମସ୍ତେ ବୁଝିପାରୁଛୁ ତ ବହୁତ ଭଲ, ଯଦି ବୁଝିପାରୁନୁ ତ ମତେ ପଚାରି ପାରିବ ଯେ ଯୀଶୁଖ୍ରୀଷ୍ଟ ଜନ୍ମ ହେବାରୁ ବେଥଲେହେମର ମହାନ ପରିବର୍ତ୍ତନ ଆସିଲା। ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଯେମିତି ସେଇଠି ଆମେ ଦେଖିଲୁ ଯେ ଗୋଟେ ସମୟରେ ରାହେଲର କଣ ହଉଛି, ଗୋଟେ ସମୟରେ ନହମିର କଣ ହଉଛି, ଆଉ ଯେତେବେଳେ ଯୀଶୁଖ୍ରୀଷ୍ଟ ଆସୁଛନ୍ତି ତ ବେଥେଲ ଯୀଶୁଖ୍ରୀଷ୍ଟ ଆସୁଛନ୍ତି, ବେଥଲେହେମ ଯୀଶୁଖ୍ରୀଷ୍ଟ ଆସୁଛନ୍ତି, ଇଫ୍ରାତା ତାର ପ୍ରକୃତ ସ୍ୱରୂପ ଆମେ ଦେଖି ପାରୁଛୁ। ଆମେ ପଢବା ପ୍ରଥମ ସାମୁଏଲ ତାର 17 ଅଧ୍ୟାୟ 12 ପଦ। ପ୍ରଥମ ସାମୁଏଲ 17 ଅଧ୍ୟାୟ 12 ପଦ। ଦାଉଦ ବେଥଲେହେମ ଯିହୁଦା ନିବାସୀ ଏକ ଇଫ୍ରାତୀୟ ପୁରୁଷର ପୁତ୍ର ଥିଲେ। ଏଇଟା ତ ଦାଉଦ ବେଥଲେହେମରେ ସେ ବି, ଆଉ ଇଫ୍ରାତାର ବି ସେ। ତ ସେଥିପାଇଁ ଆମେ ଯୋଉ କନେକ୍ସନଟା ଦେଖୁଛୁ ବାଇବଲରେ,
କାହିଁକି ମିଖା କହିଲେ ଯେ ବେଥଲିମ୍ ଗୋଟେ କ୍ଷୁଦ୍ରତମ ସ୍ଥାନ ନୁହେଁ, ଯେହେତୁ ତୋ ଠାରୁ ଗୋଟେ ଶାସନକର୍ତ୍ତା ଉତ୍ପନ୍ନ ହେବେ। ପ୍ରଭୁ ଯୋଉଠି ଅନେକ କ୍ଷୁଦ୍ର ବିଷୟ ବୋଲି ଆମେ ଚିନ୍ତା କରୁ, ସେଠି ମହାନ ବିଷୟ କରିପାରିବେ। ସେ ସକ୍ଷମ ଅଟନ୍ତି। ଆଜି ଆମେ ଜଣେ ବସିଛୁ, ମୁଁ କିଛି ନୁହେଁ, ମୁଁ କିଛି ଜାଣି ନାହିଁ, ଏଇଟା ଯୋଉ ଚିନ୍ତା କରୁଥିବୁ, କିନ୍ତୁ ପ୍ରଭୁ ସେଟାକୁ ବଦଳାଇ ଦେବେ, ଆମ ଜୀବନରେ ଗୋଟେ ମହାନତା ଆଣିବେ। ସେଟା ପ୍ରଭୁଙ୍କର କାମ। ତ ଆମେ ଦେଖୁ ସେ ସ୍ଥାନର ଉତ୍କୃଷ୍ଟତା, ସେ ସ୍ଥାନ କି ପ୍ରକାର ବଦଳିଗଲା। ମାନେ ପୁରାତନ ନିୟମ ସହିତ ଯୋଉ ଆମେ କନେକ୍ସନ ଦେଖୁଛୁ, ସେଟା ମାନେ ଭଲ ଭାବରେ ଚିନ୍ତା କରୁଛୁ। କେମିତି ବାଇବଲ ଆମମାନଙ୍କୁ ମାନେ ଗୋଟେ ବିଷୟକୁ ଇଏ କରିଦିଏ। ଦେଖ, ଆମେ ଆହୁରି ଗୋଟେ ପଦବୀ ଦେଖିପାରା, ପ୍ରଥମ ସାମୁଏଲ 16 ତାର 4 ଲେଖାଯାଉଛି, ଏଥିରେ ସାମୁଏଲ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ କାର୍ଯ୍ୟ କରି ବେଥଲିମରେ ଉପସ୍ଥିତ ହେଲେ। ବେଥଲିମରେ ସେ ଆସିଲେ, ଆଉ ବେଥଲିମରେ ସେ ଗୋଟେ ବଡ କାମ କଲେ। ଯୋଉ 8ଟା ପୁଅ ଥିଲେ ଯିସିର, ଜଣ ଜଣଙ୍କୁ ଡକା ହେଲା, ଆଉ ସେମାନେ ସମସ୍ତେ ଅଯୋଗ୍ୟ ହେଲେ। ତ ପ୍ରଭୁ ସାମୁଏଲକୁ ମଧ୍ୟ କହିଥିଲେ 7 ପଦ ଅନୁସାରେ, ଏହାର ରୂପ କିଶୋରର ଉଚ୍ଚତା ପ୍ରତି ଦୃଷ୍ଟି ନ କର, ଯେହେତୁ ଆମେ ଏହାକୁ ଅଗ୍ରାହ୍ୟ କଲୁ। ପୁଣି ମନୁଷ୍ୟ ଯେପରି ଦେଖେ ସଦାପ୍ରଭୁ ସେପରି ଦେଖନ୍ତି ନାହିଁ, କାରଣ ମନୁଷ୍ୟ ବାହ୍ୟ ରୂପ ଦେଖେ, ମାତ୍ର ସଦାପ୍ରଭୁ ଅନ୍ତଃକରଣ ଦେଖନ୍ତି। 8 ଭାଇ ଭିତରେ ଆମେ ଦେଖୁ, 8 ଜଣ ଭିତରେ ସମସ୍ତଙ୍କର ଅନ୍ତଃକରଣ ସେ ମାପିଲେ, ଅନ୍ତଃକରଣ ସେ ଦେଖିଲେ। ଆଉ ଯେତେବେଳେ ବେଥଲିମରେ ଆସିଛନ୍ତି ସାମୁଏଲ ରାଜା କରିବା ପାଇଁ, ତ ସେଇଠି ଆମମାନେ ଦେଖୁ ଯେ କିପରି ଦାଉଦଙ୍କୁ ସେ ରାଜା କରୁଛନ୍ତି। ଆମେ ଦେଖୁ ତାର 12 ପଦରେ, ତଇରେ ସେ ଲୋକ ପଠାଇ ତାହାକୁ ଅଣାଇଲା। ସେ ଇସତ୍ ରକ୍ତବର୍ଣ୍ଣ, ଅସୁନୟନ, ଦେଖିବାକୁ ସୁନ୍ଦର। ସେତେବେଳେ ସଦାପ୍ରଭୁ କହିଲେ, ଉଠ, ଏହାକୁ ଅଭିଷେକ କର। ଏ ସେଇ ଲୋକ। ତ ସାମୁଏଲ ତୈଳ ଶୃଙ୍ଗ ନେଇ ତାଙ୍କ ଭାତୃଗଣ ମଧ୍ୟରୁ ତାଙ୍କୁ ଅଭିଷେକ କଲେ। ତହିଁରେ ସେଇ ଦିନାବଧି ସଦାପ୍ରଭୁ ଆତ୍ମା ଦାଉଦକୁ ଆକ୍ରାନ୍ତ କଲେ। ଏବଂ ତାର ସାମୁଏଲ ଉଠି ରାମାକୁ ଚାଲିଗଲେ। ରାମାରୁ ସାମୁଏଲ ବେଥଲେହେମକୁ ଆସିଲେ ରାଜା କରିବା ପାଇଁ। ତାଙ୍କ ସମ୍ମୁଖରେ ପୁଅମାନେ ଗଲେ। ଯେତେ ପୁଅମାନେ ଯାଉଥିଲେ, ପ୍ରଭୁ କହିଲେ, ନାଇଁ, ଆକୁ ଆମେ ଅଗ୍ରାହ୍ୟ କଲୁ, ଆକୁ ଆମେ ଅଗ୍ରାହ୍ୟ କଲୁ। ତମେ ଯେମିତି ଦେଖୁଛ ଆମେ ସେମିତି ଦେଖିବୁ ନାହିଁ। ତ ସେଠି ଦାଉଦଙ୍କୁ ସେ ଦେଖିଲେ। ଦାଉଦ ଦେଖିବା ପାଇଁ ସୁନ୍ଦର ଶାରୀରିକ ଭାବରେ। ଆଉ ଗୋଟେ ବଡ ବିଷୟ ଦେଖୁଛୁ, ଯେତେବେଳେ ସେ ତୈଳ ଢାଳିଲେ, କଣ ହେଲା ଲେଖାଯାଉଛି, ସଦାପ୍ରଭୁଙ୍କର ଆତ୍ମା ତାଙ୍କୁ କଣ କଲେ, ଆକ୍ରାନ୍ତ କଲେ। ଏଇଟା ମାନେ ବେଥଲିମର ଯୋଉ କନେକ୍ସନଟା ଆମେ ଦେଖୁ। ବେଥଲିମ ପରିତ୍ୟାଗ କଲେ କଣ ହବ, ବେଥଲିମ ପାଖକୁ ଯେତେବେଳେ ଆସୁଛି ରାହେଲର କଣ ହଉଛି, କିନ୍ତୁ ବେଥଲିମରେ ପ୍ରଭୁ କଣ କରୁଛନ୍ତି, ବଦଳାଇ ଦେଲେ। ନଈମିର ମାନେ ତିକ୍ତତାକୁ ବଦଳାଇ ମିଠା କରିଦେଲେ। ଆମେ ଦେଖୁଛୁ ଏଇଠି 7 ପୁଅ ମାନେ 7 ଭାଇଙ୍କୁ ଅଗ୍ରାହ୍ୟ କଲା ପରେ ଜଣେ ପୁଅ ଦାଉଦଙ୍କୁ ସେ ଅଭିଷେକ କରୁଛନ୍ତି। ଆଉ ସେଇ ଦାଉଦ ଯେତେବେଳେ ରାଜା ହେଲେ, ସେ ବେଥଲିମକୁ ଦାଉଦ ନଗରରେ ଦାଉଦ ସେଇଠି ରହୁଥିଲେ। ତ ସେଇଠି ଆମେ ଦେଖୁଛୁ ଯେ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କଲେ। ତେଣୁ ଆମେ ଏବେ ବେଥଲିମର ନାମ ବଦଳି ଯାଇଛି, ବିଟ୍ ଲାମ୍ ବୋଲି ଅଛି। ବିଟ୍ ଲାମ୍ କହିଲେ ମାଂସର ଘର। ସେଠି ଏବେ ରୁଟିର ଘର ନାହିଁ, କଣ ହେଇଗଲା, ବଦଳିଗଲା, ମାଂସର ଘର ହେଇଛି। ଏସବୁ ବାଇବଲ ନାହିଁ, ସେଥିପାଇଁ ଆମେ ତାକୁ ଦେଖିବା ନାହିଁ। ଏଇଟା ଅନେକ ମାନେ ଆମେ ଆକୁ ବେଶୀ ଦେଖି କିଛି ଲାଭ ହେବ ନାହିଁ। କଣ ମିଟ୍ ଲାମ୍? ଆଜି କଣ କହିଲେ, ମିଟ୍? ନାଇଁ, ବ୍ୟାଟ୍ ଅଛି ନାକି, ସେମିତି ବିଟ୍, କଣ? BEIT, ବିଟ୍ ଲାମ୍ ମାନେ ବେଥଲିହେମ ଯୋଉଟା ଥିଲା BETHELEM, ସେଟା ଏବେ ବଦଳି ତାର ନୂଆ ନାଁ ହେଇଛି, ମଡର୍ଣ୍ଣ ନାଁ, ଆଧୁନିକ ନାଁ। ବେଥଲିହେମର ନାଁ ପରିବର୍ତ୍ତନ ହେଇ ବିଟ୍ ଲାମ୍ ହେଇଛି। ବିଟ୍ ଲାମ୍ କହିଲେ ହାଉସ ଅଫ ଫ୍ଲେଶ। ଏଟା ଖାଲି ଜାଣିବା ପାଇଁ କହୁଛି, ଆଉ କିଛି ଆମେ ଆକୁ ବେଶୀ ଯଥାର୍ଥତା ଭାବରେ ମାନେ, ଯେହେତୁ ବାଇବଲ ଏଟା ନାହିଁ, ତାର ଅର୍ଥ ଏବେ ବଦଳିଗଲା। କଣ ହେଇଗଲା, ଯେତେବେଳେ ରୁଟିର ଗୃହ ଥିଲା, ଏଟା ମାଂସର ଗୃହ ହେଇଯାଇଛି। ତେଣୁ ଏଇଟା ଆଜିର ଆମେ ଦେଖୁଛୁ ବିଷୟ। ଯଦି ତୁମେ ବୁଝିପାରିଲ ତ ବେଶ, ଯଦି ନାହିଁ ତ ଆମେ ତମେ ବୁଝିନ ତ ମତେ ପଚାରବ। ମୁଁ ସବୁ ବିଷୟ କହି ନାହିଁ, ଅଳ୍ପ କହିଲି, ଯେହେତୁ ତାର ଯେତିକି ରିଲେଟେଡ ବିଷୟ ସେଟା ମୁଁ କହିଲି।
যদি कार किछि पचार अछि किछि बुझी पाल नै पचारि पारबो बुझी गलो तो बहुत भलो हेलो आगरे जो दुग्ध मधु प्रवाही देश बोली जोटा कहैतिला सेटा एटा की एशिया टोटल माने पूरा एरियाटा इस्राएल जोरा किनान थिला ओ इस्राएल इस्राएल हे गेला सेटा किनान अच्छा टाइप अच्छा कोन हे गेला इस्राएल हे गेला सेटा दुग्ध मधु प्रवाहित देश हारी सिटी भितरे जो हाँ जेरूसलम तार गुटे भितर बेथलेम जेरूसलम बेथलेम बेथलेम इफ्राता से कौन क्वेश्चन पचारले भाई माने दुग्ध मधु प्रवाहित देश एटा की बिल पचारले बेथलेम की नाही सेटा नाही दुग्ध मधु प्रवाहित देश हैला जो किनान प्रभु मिश्ररु किनान को आनले किनान हैला दुग्ध मधु प्रवाहित देश आ सेटा आबे टोटल इस्राएल को बुझाउची इस्राएल भितर एटा गोटे जागा जेरूसलम अछि बेथेल अछि बेथलेम अछि इफ्राता अछि तो एटा भिन्न सेटा भिन्न टोटल जागा हैला दुग्ध मधु प्रवाहित देश और कार किछ पचार अछि कष्ट लागि नै म कहबा विषय सर गोटे 5 मिनिट आगो को दिबा की कार प्रश्न तो नाही मु कोन कहूँ माने आगु गले बड़ टॉपिक हे जीवो मु आज खाली से 5:2 को बुझाया पाए इच्छा कले माने गोटे राजा जेतोले आसुछंती तांको पाए गोटे बड़ गृह आगु प्रस्तुत करा जाय नै गोटे आलो गोटे प्रासाद नै पंडित माने प्रासाद गले माने राजा जो जन्म हेबे शासनकर्ता जो जन्म हेबे तो गोटे प्रासाद गोटे बड़ माने कोठा घर बड़ बड़ बिल्डिंग दरकार किंतु प्रभु गोटे सामान्य जगह को मनोनीत कले आ 500 वर्ष पूर्व यदि गोटे जगह ना को आउची तो सेटा कोन हबो गोटे भिन्न रूप रे मते सजा हेबो सेटा प्रभु कले नै जेमती थिला ठीक सेमती से जगह से जन्म हैला चित्र सबुठु वारेस्ट प्लेस हैला गुहाळ कुंड सेठी से जन्म हैले से बेथलीम रे मते गोटे गुहाळ कुंड से जन्म होउछंती तो बेथलीम जेते बेले प्रभु को माने स्थान दोछि माने प्रभु को सृष्टि सेटा आ देखो जे छिड़कुआ जाउछि से तू कौन सी प्रकार क्षुद्रतम नहु जोठी प्रभु आसंती से गां आज जेते गां रे प्रभु जानती एटा मन रखबा जोठी लोक माने जो गां स्थान दियंती से गां निश्चय बदली जीवो जे कोन सी गां वो केते गां माने देवमाली एरिया देखि छि जो गां रे पानी नथिला किछि नथिला से प्रभु को ए कले माने से गांटा बदली जाई छि मु एपट देखि पार नै ए माने नवरंगपुर जिल्ला रे सेंति देखु नै जे तो गां को गां परिवर्तन ही नाथि देवमाली एरिया कोन पूरा गां पूरा प्रभु गाडे आछंती ताकर बदली गेला मु कोने आत्मिक घर हे गेला किंतु प्रभु से गां को क्षुद्रतम करनांती ताको उन्नत कले आ से माने प्राय बहुत द्विगुण योजना आशीर्वाद सब पाउछंती तो प्रभु बहु पूर्व करूछंती भाबाणी किंतु सेंति सुप्रस्तुत स्थान रे से तांको जन्म करौनांती सेटा माने से विषय हमें जानिबा सेटा मु कहया पई इच्छा आजिरो माने येटा हमें आगु बढ़ी पारबा आगु जाई पारबा एटा नुहे माने आगु गले और केते विषय देखि हेबो माने और केते नवा विषय सिखि हेबो किंतु एबे मु गोटे विषय कहबी जेंती गोटे एग्जांपल गोटे और गोटे एग्जांपल लेबा समस्ते केमती हुए सेटा हम गोटे एग्जांपल नेबा जहन 4 अध्याय जहन 4 अध्याय माने देखु सेठी 17 पद 18 पद हम जानी छु समरीन स्त्री को से कहिले एबे जो स्वामी अछि तोर स्वामी नाय माने तोर
ସ୍ଥାୟୀ ସ୍ୱାମୀ ତୋର ନାହିଁ ବୋଲି ସେ କହିଲେ। ତତେ ସମସ୍ତେ କଣ କରୁଛନ୍ତି କି ସମୟ ବ୍ୟବହାର କରୁଛନ୍ତି ଆଉ ଛାଡି ଦଉଛନ୍ତି। ମନୁଷ୍ୟମାନେ କ୍ଷୁଧା ନିବାରଣ କରୁଛନ୍ତି କିନ୍ତୁ ତାର ତୃଷାଟା ନିବାରଣ କରୁନାହାନ୍ତି। ଅନ୍ୟ ଭାବରେ କହିଲେ ମନୁଷ୍ୟମାନେ ସେମାନେ ନିଜର ତୃଷା ନିବାରଣ କରୁଛନ୍ତି କିନ୍ତୁ ସେ ସ୍ତ୍ରୀର ତୃଷାକୁ ନିବାରଣ କରୁନାହାନ୍ତି। ତ ଯୀଶୁ ଖ୍ରୀଷ୍ଟ ସେଠି ଗଲେ ଆଉ ତୃଷାକୁ ତାର ନିବାରଣ କଲେ। ଯଦି ବା ସେ ଗୋଟେ ହୀନ ସ୍ତ୍ରୀ, ସମାଜଚ୍ୟୁତ ସ୍ତ୍ରୀ, ତଥାପି ତା ଭିତରେ ଗୋଟେ ଇଚ୍ଛା ଅଛି। ତାର ଗୋଟେ ବଡ ଇଚ୍ଛା କଣ, ଆମେ କୋଉଠି ଉପାସନା କରିବୁ, ଏଇଟା ମାନେ ଗୋଟେ ଆମେ ସେଠି ଦେଖିପାରିବୁ ଯେ 20 ପଦରେ ପିତୃପୁରୁଷ ମାନେ ଏଇ ପର୍ବତରେ ଉପାସନା କଲେ ଆଉ ଆପଣ ମାନେ କହୁଛନ୍ତି ସେଇ ସ୍ଥାନ ଉପାସନା କରିବା ଉଚିତ, ତାହା ଜେରୁସାଲେମରେ ଅଛି। ତ କୋଉଠି ଉପାସନା ହବ, ସମୀରଣରେ ହେବ ନା ଜେରୁସାଲେମରେ ହେବ? ମାନେ ଯଦି ବା ସେ ପାପରେ ଆସକ୍ତ ଯାଇଛି, ମାନେ ପାପରେ ପରିପୂର୍ଣ୍ଣ, ମାନେ ଆମେ ତ ସାଧାରଣତଃ କହୁନା ଯଦି ସ୍ୱାମୀ ବଦଳିଗଲା ବା ଇଏ ଗଲା ପୁରୁଷକୁ ପାପୀ ବୋଲି କୁହାହବ ନାହିଁ, ସ୍ତ୍ରୀ ମାନଙ୍କୁ ବା ଝିଅ ମାନଙ୍କୁ କୁହାହବ ତାର ଚରିତ୍ର ନଷ୍ଟ ହେଇଗଲା ଏଇଟା, କିନ୍ତୁ ପୁରୁଷ କଲେ ତାର ଚରିତ୍ର ନଷ୍ଟ ହେଲା ବୋଲି କୁହାଯାଏ ନାହିଁ। କିନ୍ତୁ ଏଠି ଆମେ ଯାହା ଦେଖୁଛୁ ଯେ ଗୋଟେ ଗାଁରେ ଗୋଟେ ସ୍ତ୍ରୀ ଯେମିତି ପରିବର୍ତ୍ତନ କଲେ, ତାର ଯୋଉ କ୍ଷୁଧା ଥିଲା ମତେ ସେଇ ଜଳ ଦେବେ କି, ଆଉ ସେ ଜଳ ସେ ପାତ୍ର ଆଣିଛି, ଏଇଟା ଆମେ ଦେଖୁଛୁ ସେ ପାତ୍ର ଆଣିଲା, ସେ କୂପ ନିକଟରେ ଅଛି, ପ୍ରଭୁ ସହିତ କଥାବାର୍ତ୍ତା ହେଲା ଆଉ ପ୍ରଭୁ କହିଲେ ମୁଁ ସେହି, ତାଙ୍କର ପରିଚୟ ଯେତେବେଳେ ଦେଇଦେଲେ ସେ ପାତ୍ରଟା ସେଠି ଛାଡିଦେଲା। ମାନେ ଯୋଉ ଆମେ ଯଦି ଚିନ୍ତା କରିବୁ 26 ପଦରେ ମୁଁ ସେହି ଅଟେ, ମୁଁ ଆମ୍ଭେ ଯିଏ ଅଛୁ ସେ ଅଛୁ, ମୁଁ ସେହି ଯୋଉ ପରିଚୟଟା ସେ ଦେଇଦେଲେ, ମୁଁ ସେହି, ଆମେ ଖ୍ରୀଷ୍ଟଙ୍କର ଅପେକ୍ଷା ଅଛୁ। ଯୀଶୁ କହିଲେ ମୁଁ ସେହି, ସେତେବେଳେ ମାନେ ଜାଣିପାରିବୁ ସେଠି ଯେ ସେ ପାତ୍ର 28 ପଦରେ ସେଥିରେ ସେଇ ସ୍ତ୍ରୀ ଆପଣା ଜଳ ପାତ୍ର ଥୋଇ ଦେଇ ନଗରକୁ ଯାଇ ଲୋକମାନେ କହିଲା ଆସ ଜଣକୁ ଦେଖିବ। ଏଇଟା ମାନେ ଏବେ ଭଲ ଚିନ୍ତା କରବ, ମାନେ କେତେ ଶୀଘ୍ର ଏ ଘଟଣା ଘଟୁଛି। କଣ ଘଟୁଛି ଯେ ପାଣି ପାଇଁ ଆସିଥିଲା, ତାକୁ ବହୁତ ଆବଶ୍ୟକ ଥିଲା, କିନ୍ତୁ ଏବେ ପାଣି ନାହିଁ କି ପାତ୍ର ବି ନାହିଁ, ଆଉ ଗାଁକୁ ଗଲା। ଗାଁରେ ସେ ଗୋଟେ ହୀନ ସ୍ତ୍ରୀ, କିନ୍ତୁ ଯେତେବେଳେ ସେ ଗଲା ଗାଁରେ ଆଉ କହିଲା ଆସ ଦେଖିବ, ଲୋକମାନେ ଦୌଡ଼ିକି ଆସିଲେ, ଲେଖାଯାଉଛି ସେମାନେ ଦୌଡ଼ିକି ଆସିଲେ, ଲୋକମାନେ ଗାଁ ସାରା ଲୋକ ଦୌଡ଼ିକି ଆସୁଛନ୍ତି। ମାନେ ଗୋଟେ ବ୍ୟଭିଚାରୀ ସ୍ତ୍ରୀର କଥା ଲୋକ ଶୁଣିପାରିବେ, ଆଗରୁ ଶୁଣୁନଥିବେ, କିନ୍ତୁ ଏବେ ଯେତେବେଳେ ତାକୁ ମାନେ ଯୋଉ ବାସ୍ତବ ବା ସତ୍ୟ ପାଣି ମିଳିଗଲା, ଜୀବନ୍ତ ଜଳ ପାଇଗଲା, ଜାଣିଗଲା, ଯୀଶୁଙ୍କର ପରିଚୟ ପାଇଗଲା, ତ ଗାଁ ଲୋକ ସମସ୍ତେ ଦୌଡ଼ି ଆସିଲେ। ତ ଏବେ ଖାଲି ଗୋଟେ ଦେଖବା 40 ପଦରେ ଅତଏବ ସେଇ ସମୀର ମାନେ ତାଙ୍କ ନିକଟକୁ ଆସି ସେମାନଙ୍କ ସହିତ ରହିବା ନିମନ୍ତେ ତାଙ୍କୁ ଅନୁରୋଧ କଲେ, ଆଉ ସେ 2 ଦିନ ସେ ସ୍ଥାନରେ ରହିଲେ। ମାନେ ସମୀରଣରେ କୌଣସି ଜିହୁଦୀ ମାନେ ଯାଆନ୍ତି ନାହିଁ, କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ ଗାଁରେ 2 ଦିନ ରହିଲେ। ଗାଁ ଲୋକ ଆସି ରିକ୍ୱେଷ୍ଟ କଲେ, ଏଇଟା ମନେ ରଖନ୍ତୁ, ଗାଁ ଲୋକ ଆସି କଣ କଲେ, ଅନୁରୋଧ କଲେ। ଆଉ ଯେତେବେଳେ ଯୀଶୁ ସେଠି ରହିଲେ 41 ପଦରେ ପୁଣି ତାଙ୍କ ବାକ୍ୟ ହେତୁ ଆହୁରି ଅନେକ ଲୋକ ବିଶ୍ୱାସ କଲେ। ଲୋକମାନେ କଣ ପାଇଁ ବିଶ୍ୱାସ କଲେ, ବାକ୍ୟ ହେତୁରୁ ବିଶ୍ୱାସ କଲେ। ମୋର କେତେଟା ବିଷୟ ବି କହିବି, ଚିନ୍ତା କରବ। ଆଉ ସେମାନେ ସେଇ ସ୍ତ୍ରୀ ଲୋକ କହିଲେ 42 ପଦରେ ଏବେ ତୁମ କଥା ହେତୁ ଆମେ ବିଶ୍ୱାସ କରୁନୁ, କାରଣ ଆମେ ନିଜେ ଶୁଣିଅଛୁ, ପୁଣି ଏ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା ଏହା ଆମେ ଜାଣିଅଛୁ। ତ ସମୀରଣର ଲୋକମାନେ ଏଠି ଦେଖୁଛୁ ଘୋଷଣା କଲେ କଣ ବୋଲି, ସେ ଖାଲି ସମୀରଣର ନୁହେଁ, ଜଗତର ତ୍ରାଣକର୍ତ୍ତା। ଖାଲି ଆମ ଗୋଟେ ଗାଁର ନୁହେଁ, ଏଇଟା ଭଲ ଚିନ୍ତା କରବ। ମାନେ କେମିତି ଲେଖା ହେଇଛି, ପବିତ୍ର ଆତ୍ମା କେମିତି ଲେଖାନ୍ତି ବାକ୍ୟକୁ, ସେଟା ତମେ ଧରିପାରିବ। ହଁ ଏଇଟା ଆମର ଗାଁର ପ୍ରତାରଣତା, ଜିହୁଦୀ ଲୋକ ଆସିଗଲେ ଆମ ଗାଁରେ, ମାନେ ଜିହୁଦୀ ମାନେ ଆସୁନଥିଲେ, ସେଇଟା ନୁହେଁ। ଏ ଖାଲି ସମୀରଣର ନାହିଁ, ଜିହୁଦାର ନାହିଁ, ଗାଲିଲୀର ନାହିଁ, ସାରା ଜଗତର ତ୍ରାଣକର୍ତ୍ତା। ସେଠି କଣ କହିଲେ, ଭଲ ଶୁଣିବ, ସେ ଲେଖା ଯାଉଛି କାରଣ ମାନେ ନିଜେ ଶୁଣିଅଛୁ। ପ୍ରଭୁଙ୍କ ଠାରୁ ସିଧାସଳଖ ଶୁଣିଲେ ସେମାନେ, 2 ଦିନ ବାକ୍ୟ ଶୁଣିଲେ। ଆଉ ସେଠି ଆମେ ଦେଖୁଛୁ ଆମେ ଜାଣିଅଛୁ ଯୀଶୁ ଖ୍ରୀଷ୍ଟ 2 ଦିନ। ଏବେ ଯଦି ଏଠି ଆମେ ଦେଖୁ ଏଇ ଯୋଉ 4 ଅଧ୍ୟାୟରେ କଣ ନାହିଁ, ନାଇଁ 4 ଅଧ୍ୟାୟ 1ରୁ ଆମେ ଯଦି 42 ଦେଖୁ, ସେଠି ଗୋଟେ ବି ଆଶ୍ଚର୍ଯ୍ୟ କର୍ମ ହେଇନାହିଁ, କିନ୍ତୁ ସେମାନେ ବାକ୍ୟକୁ ବିଶ୍ୱାସ କଲେ। ଏଇଟା ହେଲା ସବୁଠାରୁ ଉତ୍କୃଷ୍ଟ ବିଷୟ। କିନ୍ତୁ 3 ଅଧ୍ୟାୟ ଯଦି ଦେଖିବୁ, ଜିହୁଦୀ ଲୋକ ଅଛନ୍ତି କି ନିକୋଦିମ, ସେ ଯୀଶୁଙ୍କ ନିକଟକୁ କାହିଁକି ଆସିଲେ, 3 ଅଧ୍ୟାୟ ତାର 2 ପଦରେ ଆଶ୍ଚର୍ଯ୍ୟ କର୍ମ ଦେଖି ତାଙ୍କ ନିକଟକୁ ଆସିଲେ। ଏମାନେ ସେମିତି ଆସିନାହାନ୍ତି, ଏମାନେ ଅଶିକ୍ଷିତ, ଶାସ୍ତ୍ର ଏମାନଙ୍କ ପାଖରେ ନାହିଁ, ଉପାସନା ଘର ନାହିଁ, କିନ୍ତୁ ଏମାନେ ତେଣୁ
ଯେତେବେଳେ ଯୀଶୁଙ୍କର ପାଦ ଗୋଟେ ନଗରରେ ପଡିଯାଏ ଆଉ ସେଠି ସେ ରହିଯାଆନ୍ତି ତ ସେଟା ବଦଳିଯାଏ। ଏବେ ଆଉ ଗୋଟେ ବିଷୟ ଦେଖିବା, ଯଦି ତମାନେ ଯେମିତି କହିଲେ ଆଗକୁ ଯିବା କି ବୋଲି କହିଲେ ଆଗକୁ ଯାଇ ହେବ। ଲୁକ ତାର 9 ଅଧ୍ୟାୟ, ଲୁକ ତାର 9 ଅଧ୍ୟାୟ 51 ମୁଁ ପଢୁଛି। ଲୁକ ତାର 9 ଅଧ୍ୟାୟ 51 ପରେ ଯେତେବେଳେ ତାଙ୍କର ଉର୍ଦ୍ଧ୍ୱରେ ଗୃହୀତ ହେବା ସମୟ ସମ୍ପୂର୍ଣ୍ଣ ହୋଇ ଆସୁଥିଲା, ସେତେବେଳେ ସେ ଜେରୁସାଲେମକୁ ଯିବା ନିମନ୍ତେ ଏକାନ୍ତ ଭାବରେ ମନକୁ ଦୃଢ କରି ଆପଣ ଆଗେ ଦୂତମାନଙ୍କୁ ପଠାଇବେ, ସେମାନେ ଯାଇ ତାଙ୍କ ନିମନ୍ତେ ଆୟୋଜନ କରିବାକୁ ସମରଣୀୟ ମାନଙ୍କର ଗୋଟେ ଗ୍ରାମରେ ପ୍ରବେଶ କଲେ। କିନ୍ତୁ ସେ ଜେରୁସାଲେମ ଯିବା ନିମନ୍ତେ ମନସ୍ଥ କରିଅଛନ୍ତି ବୋଲି ଦେଖି ସେମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ। ଏଇଟା ମନେ ରଖ। ଏବେ ସମୟରେ ଲୋକମାନେ ଯୀଶୁଙ୍କୁ ଗ୍ରହଣ କରୁନାହାନ୍ତି, କାହିଁକି? ସେ ଜେରୁସାଲେମକୁ ଯାଉଛନ୍ତି। ଭଲ ଚିନ୍ତା କରବ। ସେଠି ଦେଖିଲୁ ସେମାନେ ବହୁତ ଖୁସି, ଜଗତ ତ୍ରାଣକର୍ତ୍ତା କହିଦେଲେ। କିନ୍ତୁ ଯେତେବେଳେ ସେ ଜେରୁସାଲେମ ଯାଉଛନ୍ତି, କାହିଁକି ଏଇଠି ଆମେ ଦେଖୁ ଯେ ଗୋଟେ ଜିହୁଦୀ ଆଉ ସମରଣ ଭିତରେ କେମିତି ତିକ୍ତତା ଅଛି, ବାଦ ବିବାଦ ଅଛି, ଦଳଭେଦ ଅଛି, ମତଭେଦ ଅଛି। ତ ସେତେବେଳେ ସମରଣ ଲୋକ କଣ କଲେ, ଏଇଟା ଆଉ ଗୋଟେ ଗାଁ, କିନ୍ତୁ ସେମାନେ ଗ୍ରହଣ କଲେ ନାହିଁ। ତାପରେ ଲେଖା ଯାଉଛି 54 ପଦ ଦେଖ। ଏହା ଦେଖି ଯାକୁବ ଓ ଜହନ ଏଇ ଦୁଇ ଶିଷ୍ୟ କହିଲେ, ପ୍ରଭୁ ଏଲିୟ ମଧ୍ୟ ଯେପରି କରିଥିଲେ ସେହିପରି ଆକାଶରୁ ଅଗ୍ନି ପରିଷଣ ବିନାଶ କରୁ। ଏମାନେ କହିବୁ ବୋଲି ଆପଣ କଣ ଆପଣଙ୍କର ଇଚ୍ଛା? ଏମାନେ କହୁଛନ୍ତି ଯେମିତି ଏଲିୟ କହିଥିଲେ, ଆମମାନଙ୍କୁ ମଧ୍ୟ କୁହ ଯେ ଆମେ ମଧ୍ୟ କହିବୁ ଯେ କଣ ହବ, ଆକାଶରୁ ଅଗ୍ନି ଆସି ଗାଁ ଉପରେ ପଡୁ। ଭଲ ଶୁଣ, ଏଇଟା ମାନେ ଗୋଟେ ଜିହୁଦୀର ଇଚ୍ଛା କେମିତି ଯୀଶୁଙ୍କୁ ସେମାନେ ଅଗ୍ରାହ୍ୟ କରିବାରୁ ଯାକୁବ ଓ ଜହନ ସେମାନେ କହୁଛନ୍ତି ଲୋକମାନଙ୍କ ଉପରେ ଅଗ୍ନି ପଡିଯାଉ। 55 ପଦ। କିନ୍ତୁ ସେ ବୁଲି ପଡି ଅନୁଯୋଗ କଲେ ଏବଂ କହିଲେ, ତୁମାନେ କେଉଁ ପ୍ରକାର ଆତ୍ମାର ଲୋକ ଏହା ଜାଣୁନାହଁ। ମନୁଷ୍ୟ ପୁତ୍ର ମନୁଷ୍ୟମାନଙ୍କର ପ୍ରାଣ ବିନାଶ କରିବାକୁ ନ ଆସି ବରଂ ରକ୍ଷା କରିବାକୁ ଆସିଅଛନ୍ତି। ମାନେ ଦେଖୁ, ସେ ଗାଁକୁ ଧ୍ୱଂସ କରିବା ପାଇଁ ଯୀଶୁ ଆସିନାହାନ୍ତି। ସେଦିନ ସେ ଗାଁରେ ଗ୍ରହଣ କଲେ, ଆଜି ସେମାନେ ଗ୍ରହଣ କରୁନାହାନ୍ତି। ତାର ଅର୍ଥ ନାହିଁ ଯେ ସେ ଗାଁକୁ ଧ୍ୱଂସ କରିଦେବେ। ଏଇଟା ମାନେ ମୁଁ ସବୁ ବାକ୍ୟ କହିବା ପାଇଁ ଇଚ୍ଛା କରୁନାହିଁ, କାହିଁକି ବେଶୀ ବାକ୍ୟ ମାନେ କଣ ହବ, ଆମେ ଭାବୁ ବେଶୀ ଦରକାର ନାହିଁ। ତମେ ଏସବୁ ଚିନ୍ତା କରିବ, କେମିତି ବାଇବଲ ପଢବ, ଜାଣବା ପଡବ। ଆକୁ ମୁଁ ସୁନ୍ଦର ଭାବରେ ଗୋଟେ ବକ୍ତବ୍ୟ ଦେଇପାରିବି ଏଇ ଗାଁ ବିଷୟରେ, କିନ୍ତୁ ଏଠି ମୁଁ ମାନେ ଯୋଉ ଶୈଳୀରେ କହୁଛି ସେଇଟା ତମେ ଚିନ୍ତା କରିବ, ଆଉ ସେ ଶୈଳୀ ତମେ ଶିଖବ, ତେବେ ତମେ ଜାଣିପାରିବ। ବହୁତ ଧୀରେ ଧୀରେ ଶିଖିବାକୁ ହବ, ଚଞ୍ଚଳ ହବ ନାହିଁ। ଦେଖ ଏବେ ଦେଖ, ପ୍ରେରିତ 8 କୁ ଯିବା, ପ୍ରେରିତ 8 କୁ ଯିବା, ପ୍ରେରିତ 8 5 ପଦ, ପ୍ରେରିତ 8 ତାର 5 ପଦ ଦେଖ। ଫିଲିପ ସମୀରଣର ପ୍ରଧାନ ନଗରକୁ ଯାଇ ଲୋକମାନେ ନିକଟକୁ ଖ୍ରୀଷ୍ଟଙ୍କୁ ଘୋଷଣା କରିବାକୁ ଲାଗିଲେ। ତ ସମୀରଣ ଗୋଟେ ବଡ ନଗର, ପ୍ରଧାନ ନଗରକୁ ଯାଇ ଫିଲିପ କଣ କଲେ, ପ୍ରଚାର କଲେ। ଏଠି ଆମେ ଦେଖୁଛୁ ଯୀଶୁ ଶିଷ୍ୟମାନଙ୍କୁ ନେଇ ସମୀରଣକୁ ଯାଇଥିଲେ, କିନ୍ତୁ ସମୀରଣ ସେମାନେ ଗଲେ ନାହିଁ, ଫିଲିପ ଗଲେ। ଫିଲିପ ଯାଇ ସେଠି ଖ୍ରୀଷ୍ଟଙ୍କୁ ପ୍ରଚାର କଲେ। ଆଉ ସେଠି ଆମେ ଦେଖିପାରିବା ଯେ ସେଠି କି ପ୍ରକାର ଲୋକମାନେ ଅଛନ୍ତି। 6 ପଦରେ, ଆଉ ଲୋକ ସମୂହ ଫିଲିପ କଥା ଶୁଣି ଆଉ ତାଙ୍କ କୃତ ଆଶ୍ଚର୍ଯ୍ୟକର୍ମ ସବୁ ଦେଖି ଏକତ୍ରିତ ତାଙ୍କ କଥାରେ ମନୋଯୋଗ କରୁଥିଲେ। ଏଇଟା ମାନେ ସମୀରଣରେ ବାକ୍ୟ ନାହିଁ, ତ ଲୋକମାନେ ବହୁତ ଧ୍ୟାନ ସହିତ ଫିଲିପର କଥା ଶୁଣିଲେ। 7 କାରଣ ଅଶୁଚି ଆତ୍ମା ବିଶିଷ୍ଟ ଅନେକ ଲୋକ ଠାରୁ ସେଇ ଆତ୍ମା ଗୁଡିକ ଉଚ୍ଚ ସ୍ୱର ଚିତ୍କାର କରି ବାହାରିବାକୁ ଆସିବାକୁ ଲାଗିଲେ। ଏଇଠି ମାନେ ଏବେ ଆମେ ଦେଖୁଛୁ ସମୀରଣ ହଉଛି ଗୋଟେ ଭୂତାତ୍ମାର ସ୍ଥାନ, ମାନେ ମନ୍ଦ ଆତ୍ମା ସେଠି କାମ କରୁଛି। ମୁଁ ଆହୁରି ଅନେକ ପଦ, ଯୀଶୁ ବି କହିଲେ ତୁ ଜଣେ ସମୀରଣ, ତତେ ଭୂତ ଲାଗିଛି ବୋଲି କହିଲେ। ଯେହେତୁ ଯୀଶୁ 4 ଅଧ୍ୟାୟରେ ଯାଇଥିଲେ ସେଠି, ଆମେ 8 ଅଧ୍ୟାୟରେ ଦେଖୁ ତାଙ୍କୁ ସମୀରଣ ତତେ ଭୂତ ଲାଗିଛି ବୋଲି କହିଥିଲେ ଜିହୁଦୀ ମାନେ। ମାନେ ଯୋଉ ତିକ୍ତତା ଆମେ ଦେଖୁଛୁ, ମାନେ ଯୋଉ ବାଦ ବିବାଦ ଦୁଇଟା, ମାନେ ପରମେଶ୍ୱର ଠାରୁ ସେମାନେ ଆସିଥିଲେ, କିନ୍ତୁ ସେମାନଙ୍କ ଭିତରେ ଯୋଉ ବିଭାଜନ ହେଲା ଆଉ ପରସ୍ପରକୁ ଗ୍ରହଣ କରିପାରିଲେ ନାହିଁ। ଏବେ ଆମେ ଦେଖୁ ଯେ ଯେତେବେଳେ ଲୋକମାନେ ମନୋଯୋଗ ସହିତ ଏକଚିତ୍ତରେ ଶୁଣିଲେ, ଲୋକମାନେ ସୁସ୍ଥ ହେଲେ। 8 ପଦ ଦେଖ, ଭଲ କରି ଶୁଣ। ସେଥିରେ ସେଇ ନଗରରେ ମହା ଆନନ୍ଦ ହେଲା। ଏଇଟା ସମୀରଣରେ କଣ ହେଲା, ଏ ଗୋଟେ ଗାଁ, ଯୋଉ ଗାଁରେ କି ସୁଷମାଚାର ଶୁଣିଲେ, ଆଉ ସୁଷମାଚାରର ପ୍ରମାଣ ନିମନ୍ତେ କଣ ହେଲା, ପ୍ରଭୁ ଆଶ୍ଚର୍ଯ୍ୟ କର୍ମ କଲେ, ଆଉ ସେ ଗାଁଟା ଆନନ୍ଦରେ ପରିପୂର୍ଣ୍ଣ ହେଲା। ତ ଯୋଉଠି ଯୀଶୁ ଯୋଉ ଗାଁକୁ ଯିବେ, ଏଇଟା ମନେ ରଖିଥିବ ଯେ ଆମେରିକା କାହିଁକି ଆଜି ଗୋଟେ ମାନେ ୟୁରୋପ ଦେଶ କାହିଁକି, ଅଷ୍ଟ୍ରେଲିଆ କାହିଁକି, ମାନେ ନ୍ୟୁଜିଲାଣ୍ଡ କାହିଁକି, ଏ ଦେଶ ଗୁଡା କାହିଁକି ଭିନ୍ନ, ସେଟା ମନେ ରଖିଥିବ। ଯେହେତୁ ସେଇଠି
ମାନେ ଟୋଟାଲ ଲୋକମାନେ ଯୀଶୁଙ୍କୁ ବିଶ୍ୱାସ କଲେ ଗ୍ରହଣ କଲେ ଏଇଟା ମନେ ରଖିବ ଆମର ଭାରତରେ ଆଜି ନାହିଁ ସେଇଟା ଯୋଉ ଅଞ୍ଚଳ ଦେଖିବ ଯୋଉଠି ଗୋଟେ ଗୋଟେ ଗାଁ ହେଇଛି ସେଠି ପ୍ରଭୁ ଭିନ୍ନ କାମ କରିଛନ୍ତି ଆଜି ଯାଏ ଆମେ ଦେଖୁଛୁ ଆମ ଦେଶ ଅସନା ଦେଶ ମହିଳା ଦେଶ ହେଇକି ଅଛି ଏ ଦେଶରେ ଅନ୍ଧବିଶ୍ୱାସ ଅଛି ସବୁ ପ୍ରକାର ବିଷୟ ଅଛି ମୁଁ କହୁନି ଆମେରିକାରେ ନାହିଁ କିନ୍ତୁ ସେ ଦେଶକୁ ପ୍ରଭୁ ଉଠାଇଲେ ଯେହେତୁ ସେମାନେ ତାଙ୍କ ନୋଟରେ ଲେଖିଦେଲେ ୱି ଟ୍ରଷ୍ଟ ଇନ୍ ଗଡ୍ ବୋଲି ଲେଖିଦେଲେ ସେମାନେ ତାଙ୍କ ନୋଟରେ ଲିଖିଦେଲେ ଆମର ନୋଟରେ ମହାତ୍ମା ଗାନ୍ଧୀ ଦୁଇଟା ଚଷମା ଅଛି ଆମେ ମାନେ ସିଂହ ଅଛି ସେଠି ତେଣୁ ଆମର ଦେଶ କୁହ ଆଫ୍ରିକା ଦେଶ କୁହ ବା ମୁସଲିମ କଣ୍ଟ୍ରି ଗୁଡା କୁହ ତମେ ଦେଖିବ ଯେ ଯୋଉଠି ଯୀଶୁଙ୍କର ଇଭେନ ଚୀନ ଗୋଟେ ବଡ ଦେଶ ହେଲେ ମଧ୍ୟ ଧନୀ ଦେଶ ହେଲେ ମଧ୍ୟ ଦେଖିପାରିବ ଯେ ସେଇ ଦେଶ ମଧ୍ୟ ପ୍ରଭୁଙ୍କୁ ସେ ସ୍ଥାନ ଦଉନାହିଁ ଇଭେନ ରାସିଆରେ ମଧ୍ୟ ମାନେ ଲୋକମାନେ ସେଇ ପ୍ରକାର ଭାବରେ ଉନ୍ନତ ହଉନାହାନ୍ତି ଯେମିତି ହେବା କଥା ଯେ ଥରେ ଯିବ ମାନେ ମୁଁ ଏବେ ଯାଇଥିଲି ଆମେରିକା ଦେଖିପାର ଜାଣିପାରିବ ସେ ଦେଶ ଭଲ ଦେଶ ନୁହେଁ ସେମାନେ ବହୁତ ଏବେ ମାନେ ପାପରେ ପଡି ଯାଉଛନ୍ତି ଯେତେବେଳେ ପ୍ରଚୁର ଆଶୀର୍ବାଦ ପ୍ରାଚୁର୍ଯ୍ୟତା ହେଇଗଲା ସେମାନେ ତ ପାପରେ ଅଛନ୍ତି ତେଣୁ ମୋର କହିବା ଅର୍ଥ ଏଇଠି ଯେ ବେଥଲିମ୍ ଇଫ୍ରାତା କ୍ଷୁଦ୍ର ନ ହଉ ଯେହେତୁ ତୋ ଠାରୁ ଜଣେ ଶାସନକର୍ତ୍ତା ଉତ୍ପନ୍ନ ହେବେ ଯୋଉଠି ପ୍ରଭୁ ଜାତ ହେବେ ଯୋଉଠି ପ୍ରଭୁ ଗ୍ରହଣ કરે ଯୋଉ ଗାଁରେ ସେଇଟା ଭିନ୍ନ ହବ ଏଠି ଆମେ ରେଟ୍ ମଲାଇବାକୁ ପଡୁଛି ହାଟରେ ବସ ସାର୍ କେତେ ନେବୁ କାହିଁକି ଲୋକ ଠକି ଦେବେ କିନ୍ତୁ ଅନ୍ୟ ଦେଶ ଗଲେ ସେଇଟା ନଥିବ ଯେହେତୁ ସେଠି ସେ ତା ଅଛି ସେ ବିଷୟ ଅଛି ସେମାନେ ଯେମିତି ବ୍ୟବସ୍ଥା ମାନନ୍ତି ଆମ ଦେଶ ସେମିତି ବ୍ୟବସ୍ଥା ମାନି ନଥାଉ ତେଣୁ ମୋର କହିବା ହେଲା ଯେକୌଣସି ଆମ ଗାଁ ବି ଆମେ ଯୋଉ ଗାଁରେ ଅଛୁ ସେଠି ଯଦି ସମସ୍ତେ ପ୍ରଭୁ ଜାଣିବେ ଆମ ଗାଁଟା ବଦଳି ଯିବ ଆଉ ପ୍ରଭୁ ଆମମାନଙ୍କୁ ଏଇଟା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଆହୁରି ଅଛି ଏ ବିଷୟଟା ଜାଣିବା ପାଇଁ ବଟ୍ ମୁଁ ଯେତିକି କହିବା ପାଇଁ ଇଚ୍ଛା କଲି ସେଇଟା ତମେ ଚିନ୍ତା କରିବ ଆହୁରି ସମ୍ମିଳନ ବିଷୟ କହିବ ଆହୁରି ବେଥଲିମ୍ ବିଷୟରେ କହିପାରିବ ବଟ୍ ଏଇଟା ଗୋଟେ ସାର କଥା କହିଲା ତ ମାନେ ଚିନ୍ତା କର ହ୍ୟାଲୋ ଆଜ୍ଞା ହ୍ୟାଲୋ ଆଜ୍ଞା ହଁ ବୁଝି ସାର୍ ହଉଛି ତ ସମୀରଣର ଅର୍ଥ କଣ ସାର୍ ସମୀରଣ କୋଉ ପ୍ରକାର ଲୋକ ଥିଲେ ମିଶ୍ରଣ ଥିଲେ ନା କେମିତି ସମ୍ମିଳନ ବିଷୟରେ ମୁଁ କହି ନାହିଁ କିନ୍ତୁ ମିଶ୍ରଣ କଣ ମିଶ୍ରଣ ମାନେ ସେଇଟା ରାଜାବଳୀରେ ଅଛି ଯେତେବେଳେ ଅସୁର ଦେଶ ଆସିଲା ସେମାନେ ବନ୍ଦୀ କରି ନେଇଗଲା ତାପରେ ସେଇ ଦେଶର ଲୋକମାନେ ଆସି ସମୀରଣରେ କଣ ହେଲେ ସମୀରଣ କନ୍ୟା ମାନଙ୍କୁ ମ୍ୟାରେଜ କଲେ ତ ସେମାନେ କଣ ହେଇଗଲେ ଅଶୁଚ ହେଇଗଲେ ଆଉ ସେଇ ଦେଶର ଲୋକମାନେ ଆସି ସେଠି ଯାଜକ ହେଲେ ଯୋଉମାନଙ୍କ ପାଖରେ କିଛି ନାହିଁ ତାଙ୍କର ପାଖରେ ଶାସ୍ତ୍ର ନାହିଁ ସେମାନେ ମଧ୍ୟ କିଛି ଜାଣିନାହାନ୍ତି ତ ସେ ଦେଶଟା ଭୟଙ୍କର ହେଇଗଲା ସମୀରଣ ଦେଶଟା ସେ ପାର୍ଟଟା ଖରାପ ହେଇଗଲା সেটা আমি যদি দেখা ପାଇଁ ଇଚ୍ଛା କର ସେଟା ଅନ୍ୟ ସମୟ ଦେଖ ସମୀରଣ ବିଷୟରେ ଦେଖି ହେବ ଏଇଟା ମାନେ ମୋବାଇଲ ଥିଲେ ସବୁ ସହଜ ମୁଁ ସେଟା ବି ଦେଖାଇଦେବି ମୋବାଇଲରେ କେମିତି ବାଇବଲ ପଢବ ଯୋଉଦ୍ୱାରା କି ଜାଣିପାରିବ ମାନେ ଏଇଟା ଗୋଟେ ଏଇଟା ଆଜି ବି ଗୋଟେ କହିବି ତମେ ଅନେକ ଗାଁ ଅନେକ ସହର ଅନେକ ବିଷୟରେ ତମେ ସେଟା କରିପାରିବ ହେଲା ଏଇ ନଗରକୁ କିଏ ବନାଇଲେ ସମୀରଣକୁ ଏଇ ସମୀରଣ କେମିତି ବନ୍ଦୀ କରି ନେଇଗଲେ ଏଠି କେମିତି ଲୋକମାନେ ଆସି ପ୍ଲାଣ୍ଟ କଲେ ଲୋକମାନେ ଆଣିକି ରଖିଲେ ଏଇଠି ସେ ସବୁ ବାଇବଲରେ ଅଛି ବୁଝିହଉଛି ଏଇଠି ବି ଆମେ ଯେତେ ଜଣ ବସିଛୁ ଆମ ଜୀବନରେ ମଧ୍ୟ ପ୍ରଭୁ ସମ୍ପୂର୍ଣ୍ଣ ସ୍ଥାନ ପାଇବେ ଆମେ ଗୋଟେ ଭିନ୍ନ ପ୍ରକାର ଲୋକ ନିଶ୍ଚୟ ହେବୁ ଓକେ ହ୍ୟାଲୋ ସମସ୍ତେ ବୁଝିପାରିଲ ତ କେହି କିଛି କହୁନ ଆଜ୍ଞା ବୁଝିଲୁ କେତେ ଥର ପଚାରବାକୁ ପଡୁଛି ଚନ୍ଦ୍ରକାନ୍ତ ଅଛ କି ନାହିଁ ଜଗବନ୍ଧୁ ହଁ ସାର୍ ନମସ୍କାର ସାର୍ ବୁଝିଲ କି ନାହିଁ ହଁ ସାର୍ ବୁଝିଲି ସାର୍ ହୁଁ ଠିକ ଅଛି ଏଇଟା ଯଦି ମୁଁ ଗୋଟେ ବକ୍ତା ଭାବରେ ପ୍ରଚାର କରିବି ତ ଭଲ ହବ କିନ୍ତୁ ଶିଖିପାରିବ ନା ଆଜି ମୁଁ ଯେମିତି କହିଲି ସେଟା ବୁଝିବା ପାଇଁ ମୁଁ ଧୀରେ 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 କରି କହିଛି ଯଦି ଆଜି ତମେ ବୁଝିଗଲ ତ ନେକ୍ସଟ ଅନ୍ୟ ଗାଁ ସହର ବୁଝିବା ପାଇଁ ତମକୁ ବେଶୀ କଷ୍ଟ ହବ ନାଇଁ ଓକେ ହଉ ପ୍ରାର୍ଥନା କରବା ଆଉ ଜିତୁ ଅଛ କି ତମେ ସାର୍ ନମସ୍କାର ଅଛି ସାର୍ ହଉ ପ୍ରାର୍ଥନା କର ଆଜ୍ଞା ପବିତ୍ର ମଙ୍ଗଳମୟ ସେନାଧିପତି ସଦାପ୍ରଭୁ ପ୍ରଶଂସା ଗୌରବ ସ୍ତୁତି ଆରାଧନା କରୁଛି ରାଜା ପ୍ରଭୁ ଏ ସୁନ୍ଦର ସହଭାଗିତା ପ୍ରତିଦିନ ଆମେ ସମସ୍ତଙ୍କୁ ଦେଉଅଛୁ ପୁଣି ପ୍ରଭୁ କିଛି
ଶିଖିବା ନିମନ୍ତେ ଆମେ ସମସ୍ତଙ୍କୁ ତୁମ ସାହାଯ୍ୟ କରୁଅଛୁ ପ୍ରଭୁ। ଧନ୍ୟବାଦ ଦେଉଅଛୁ। ପୁଣି ଆମେ ସମସ୍ତେ ଯେତେ ଜଣ ଅଛୁ ସାର୍ଙ୍କ ମୁଖରୁ ଯେଉଁ ବାକ୍ୟ ଶିକ୍ଷା ଆମେ ଗ୍ରହଣ କରୁଛୁ ସେଇଟାକୁ ସମ୍ପୂର୍ଣ୍ଣ ଭାବରେ ଶିଖିପାରିବୁ ଆଉ ଆମମାନଙ୍କର ଆତ୍ମିକ ଜୀବନରେ ଯେପରି ସେଇଟା ଆମକୁ ସାହାଯ୍ୟ କରିପାରିବ, ଆମମାନଙ୍କର ଆତ୍ମିକ ଜୀବନକୁ ଶିକ୍ଷିତ କରିପାରିବ। ତେଣୁକରି ଆଶୀର୍ବାଦ କର ପ୍ରଭୁ। ଆମେ ସମସ୍ତେ ପୁଣି ଥରେ ତୁମଟା ସମର୍ପିତ ହେଉଛୁ। କାଲିକି ମଧ୍ୟ ଏହି ପ୍ରକାର ଭାବରେ ଆସନ୍ତା ଦିନମାନଙ୍କରେ ଏହି ପ୍ରକାର ସୌଭାଗ୍ୟତା ଆମ ସମସ୍ତଙ୍କୁ ମିଳିବ। ଆଉ ତୁମେ ଯୋଗାଇବ ଆମମାନଙ୍କର ବିଶ୍ୱାସ ଅଛି ପ୍ରଭୁ। ଆମେ ସମସ୍ତେ ଏ ରାତ୍ର ପୁଣି ଆଗାମୀ ସମୟକୁ ତୁମ ସମର୍ପିତ କରି ପ୍ରାର୍ଥନା ଏକମାତ୍ର ସତ୍ୟ ଜୀବନ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛୁ। ଆମେନ୍। ଓକେ, ହଉ। ନୂତନ ବୁଝିଗଲ ତ? ଗୋଟେ ହଁ ଆଜ୍ଞା। ଆଇଡିଆ, ଗୋଟେ ଏବେ ଆମେ ସେ ପଦକୁ ନ କହିଲେ ବୋଧେ କିଛି ହେଇନଥାନ୍ତା ନା, କିଛି ହବ କି? ଆଜ୍ଞା। ସାର୍ ମୁଁ ଟିକେ ଲେଟ୍ରେ ଜଏନ୍ କଲି ସାର୍। କାଲି ବି ହେଲା ନାହିଁ ବୋଧେ ମିଟିଂ। ମୁଁ ଟିକେ କାଲି ରବିବାର ଥିଲା, କାଲି ଆହୁରି ପରଦିନ ରବିବାର ଶନିବାର ତ ହବ ନାହିଁ। ଶୁକ୍ରବାର କଥା ଶନିବାର କହୁଛି। ହଁ ଶୁକ୍ରବାର ହେଇନି ସାର୍ ଶୁକ୍ରବାର ହେଇନାହିଁ। ମୁଁ ଆସିଥିଲି ତ, ମୁଁ କହିଲି କାର ଗୋଟେ ଆସୁଥିଲି, ତାପରେ ସେଠି 2-3 ଜଣ ବସିଥିବେ, ମୁଁ କେମିତି କଥା ହେବି, ଆଉ ଅନ୍ଧାର ସବୁ ଠିକ ଠାକ ନାହିଁ, ମୁଁ କଲି ନାହିଁ, ମୁଁ ଜାଣିବି ନାହିଁ ତ ହେଲା ନାହିଁ। ସୋ କାଲି ଦେଖବା, ଠିକ ଅଛି। ଆଜ୍ଞା। ସାର୍ ଠିକ୍ ଅଛି। ଚନ୍ଦ୍ରକାନ୍ତ ଆଜ୍ଞା, କ୍ରିସ୍ ଆଜ୍ଞା ଖାଇଲେ କି ନାଇଁ? ଓହୋ, କହିଲେ କ୍ରିସ୍ ଆଜ୍ଞା, କ୍ରିସ୍ ଆଜ୍ଞା, ଓହ ଚନ୍ଦ୍ରକାନ୍ତ ଆଜ୍ଞା, ଚନ୍ଦ୍ରକାନ୍ତ ଆଜ୍ଞା ହଁ ଆଜ୍ଞା। ଶୋଇ ପଡ଼ିଲେ କି? ହ୍ୟାଲୋ। ଶୋଇ ପଡ଼ିଲେ କି? ନାଇଁ ତ, ଘରକୁ ପହଞ୍ଚିଲେ କି କହୁଛି? ପହଞ୍ଚିଲି। ଓହୋ ହୋ। ଘରେ ପହଞ୍ଚିଲି ଯେ, ଏଇ ଗୋଟେ 5 କିଲୋମିଟର ଥିଲି ଆରମ୍ଭ ହଁ ହଁ। ସେଥିପାଇଁ ପଳେଇ ଆସିଲି ଆଉ। ଓହୋ ହୋ ହୋ। ଆଁ ଆରମ୍ଭ କୋଉଠୁ କଲେ? ନାଇଁ ସେଇଟା ଆରମ୍ଭରୁ ତ ସେଇଟା ରାଜାଙ୍କର ଆରମ୍ଭ। ଓହୋ। 2 ଗୋ ଜିରୁସାଲାମର କନ୍ୟା। ହଁ ହଁ। ଛପଦରୁ। ହଁ ହଁ। ହଁ। ବେଥଲିମ୍ ବିଷୟରେ କହିଲେ ଆଉ। ବେଥଲିମ୍, ବିରୁସାଲାମ। ତା ସହିତ ସେ ଆମର କମ୍ପେୟାର କରେ ସେଟା ଋତୁର ବିବରଣୀ। ସେ କଣ କଲା, ସେ କଣ ଇଫ୍ରା ତାର ଅର୍ଥ ହେଉଛି ଫଳପୂର୍ଣ୍ଣ ସ୍ଥାନ, ବିରୁସାଲାମ ହେଉଛି ଗୋଟେ ରୁଟିର, ବେଥଲିମ୍ ହେଉଛି ରୁଟିର ପୁଅ। ରୁଟିର ନଗରୀ। ସେଇ ସ୍ଥାନରୁ ସେ ଯାଇକିନା ଆଉ ମୋଆବ ଦେଶରେ ରହିଲା। ମାନେ ଯେତେବେଳେ ଜଣେ ଏ ପ୍ରକାର ସ୍ଥାନ ବାହାରିଯାଏ, ତା ଜୀବନରେ ବିଭିନ୍ନ ପ୍ରକାର ଦୁର୍ଭିକ୍ଷ ଆସେ। ହୁଁ। ଆଉ ପୁନର୍ବାର ଯଦି ଫେରେ, ହଁ ତାଙ୍କ ଜୀବନରେ ପୁନର୍ବାର ସେମିତି ଏକ ପ୍ରଚୁରତା ପରିପୂର୍ଣ୍ଣତା ପ୍ରଭୁ ଜୀବନ ପ୍ରଦାନ କରନ୍ତି। ଏଇଟା ଯାକ ନାକି ସେ ଘଟଣା ସହିତ ସବୁ ତୁଳନା କଲେ। ଖାଇଲେ କି ନାଇଁ? ହଁ ସେତେବେଳେ ଖାଉଥିଲି ମୁଁ ଫାଷ୍ଟ। ମୁଁ ଖାଉଛି। ହଁ ହଁ, ହଉ ଖାଆନ୍ତୁ। କାଲି କୁଆଡେ ଯିବେ କି? ଆଁ କାଲି କୁଆଡେ ଯିବେ? ନାଇଁ, କାଲି ଗୋଟେ ଗଲେ ଗୋପାଳପୁର ଯାଇପାରେ। ଆଚ୍ଛା, ପରିତ୍ରାଣ ହରାଇବେ କି? ନାଇଁ ତ। ପରିତ୍ରାଣ ହରାଇ ହେବ କି? ଆପଣଙ୍କର ମନେ ଅଛି? ଆଜ୍ଞା ହଁ। ହରାଇ ହେବ କି ଜଣେ? ହରେଇବ। ପରିତ୍ରାଣ ତ ହରେଇ ହବ ନା, ବିଶ୍ଵାସ ହୁଏତ ଲୋପ ହେଇପାରେ। ହୁଁ। ଆମେ ଜିତିକି ଥରେ ପାଇଲା ପରେ ହୁଁ। ହେଲା। ଟିକେ ଟିକେ ଆମେ ଆଗରଟା ମାନେ ଏଟା ତ ବାଇବଲ ଷ୍ଟଡି ଚାଲିଛି, ଆମେ ଆଗରୁ ଯେତିକି ସାର୍ ଶିଖାଇଛନ୍ତି ଟିକେ ଟିକେ ରିଭିଜନ କରିବା ଦରକାର ବେଳେବେଳେ। 10 ହଁ ମିନିଟ୍ ହଁ 15 ମିନିଟ୍। ତେବେ ସ୍ପଷ୍ଟ ହେଇ ମନେ ରହିଯିବ। ହଁ। ଜଣେ ବ୍ୟକ୍ତି ପରିତ୍ରାଣ ହରାଇ ପାରିବ କି? ଆଜ୍ଞା କଲ୍ ଗୋଟେ ଆସୁଛି। କଥା ହୁଅନ୍ତୁ। କ୍ରିସ୍ ଆଜ୍ଞା।